ॐ अज्ञानतिमिरन्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सारस्वती देवे गौरवाणी प्रचारिणे निर्विशेषशून्यवादी पाश्चात्यदेशतारिणे। नमो महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतुषे नमः। हे कृष्ण करुणा सिंधु दीनबंधु जगत्पते गोपेश गोपिका कांत श्री राधा कांत नमस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्णा कृष्ण कृष्ण हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्णा। आज आम द्वितीय अध्याय 49 नंबर श्लोक नवा 48 पर्यंत कंप्लीट करिचे। श्लोकटी एभଳି। दूरेण हि अवरं कर्म बुद्धियोगात् धनञ्जय बुद्धौ शरणं अनिच्छ कृपणाः फलं। आउथरे पढ़ुची। दूरेण हि अवरं कर्म बुद्धियोगात् धनञ्जय बुद्धौ शरणं अनिच्छ कृपणाः फलहेतव। एटी कृष्ण कहउचंदी दूरेण हि कीप अवे कीप योरसेल्फ फार माने दूरे रख निजु। दूरेण हि अवरम कर्म माने जो नीच कर्म घृण्य कर्म सकाम कर्म। बुद्धि जोगात धनंजय बुद्धि जोगरे अर्जुन बुद्धि जोगरे काम कर कृष्ण सेवारे रत रही काम कर। बुद्ध शरणंग अनिच्छ बुद्ध माने यही चेतनारे कर्म कले ଏବଂ ସମର୍ପଣ ଭାବର ଇଚ୍ଛା କରିକି ସମର୍ପିତ ହେଇକି ଯଦି କର୍ମ କରିବ ତାହେଲେ ତମେ କରିବା କଥା ବୋଲିକି ସେ କହୁଛନ୍ତି। ବୁଦ୍ଧକୁ ଶରଣ ଅନିଚ୍ଛ ଅନିଚ୍ଛ ମାନେ ଏଇଭଳି ଇଚ୍ଛା କର ଯେ ଭଗବତ ଚେତନାରେ ବା କୃଷ୍ଣ ଚେତନାରେ ସମର୍ପିତ ହେଇକି କର୍ମ କରିବାକୁ ଇଚ୍ଛା କର। କୃପଣ ଫଳ ହେତବ ଫଳ ହେତବ ମାନେ ଯୋଉମାନେ ଫଳ ଆଶା କରନ୍ତି ଫଳରେ ଆସକ୍ତି ଥାଏ ତାଙ୍କୁ ଭଗବାନ କୃପଣ କହୁଛନ୍ତି। ତେବେ ଏ ଶ୍ଲୋକଟି ମୁଁ ଏଇଟାକୁ ଆମେ ମାନେ 47 ରୁ କର୍ମ କେମିତି କରିବାକୁ ଏ ଭଗବାନ ତ ବୁଝାଉଛନ୍ତି। ତେଣୁ 47 ରେ ଏକ୍ଜାକ୍ଟଲି ସେ କଣ କହିଲେ କହିଲେ ମା ଫଲେଷୁ କଦାଚନ କର୍ମ ଫଳରେ ଆସକ୍ତି ରଖନା ମା କର୍ମ ଫଳ ହେତୁ ହୁ ମାନେ କର୍ମ ଫଳର କାରଣ ତମେ ହୁଅ ନା। ଏବଂ କହିଲେ ସେଠି ମଧ୍ୟ ମା ତେ ସଙ୍ଗସ୍ତ୍ୱ କର୍ମଣି ମାନେ କର୍ମ ନ କରିବା ପ୍ରତି ଆସକ୍ତି ବି ହୁଅ ନା। ତ ଏଇଭଳି ସେ ସେଠି କହୁଥିଲେ। 48 ରେ ତାମାନେ ସେଠି ସେ କର୍ମ 47 ରେ ତାଙ୍କର ମେନ୍ ମେସେଜ ହଉଛି ଅନାସକ୍ତ ହେଇକି କର୍ମ କର। 48 ରେ କହିଲେ ଠିକ ଅଛି ଅନାସକ୍ତ ହେଇକି କର୍ମ କରିବ କିନ୍ତୁ ସମଭୂତ୍ୱ ସିଦ୍ଧି ଅସିଦ୍ଧ
ମାନେ ଦ୍ୱନ୍ଦ୍ୱକୁ, ଯାହା ଦ୍ୱନ୍ଦ୍ୱ ଜୀବନରେ ଆସୁଛି ତାକୁ ସମଦୃଷ୍ଟିରେ ଦେଖିକି ବର୍ତ୍ତମାନ ଯୋଉ ଶ୍ଲୋକଟି, ସେ ଏଇଠି ଯୋଉ ଶ୍ଲୋକ ସେ କହୁଛନ୍ତି, ଏହାର କନେକ୍ସନ ରହୁଛି ତୃତୀୟ ଅଧ୍ୟାୟ କର୍ମଯୋଗ। ତେଣୁ ଏଠି ସେ କଣ କହୁଛନ୍ତି? ଦୂରେଣ, ମାନେ ଦୂରରେ ରୁହ। କୋଉଠୁ, କାହାଠୁ ଦୂରରେ ରୁହ? ଅବର୍ମ କର୍ମ, ଅବରମ କର୍ମ। ଅବରମ କର୍ମ ମାନେ ଯୋଉଗୁଡ଼ିକ ଘୃଣ୍ୟ କର୍ମ ବା ନୀଚ କର୍ମ, ସେଗୁଡ଼ିକ କଣ? ସେଗୁଡ଼ିକ ହଉଛି ସକାମ କର୍ମ, କର୍ମ ଫଳ ପ୍ରତି ଆସକ୍ତି ବା କର୍ମ ଫଳରେ ପ୍ରତି ଇଚ୍ଛା କରିବା, ଇଏ ହଉଛି ଅବରମ କର୍ମ। ତେବେ ଆମକୁ କୋଉ ଭଳିଆ କର୍ମ କରିବାକୁ ହବ? ଏ 47 ଅଲରେଡି କହିଦେଇଛନ୍ତି। 47 କହିଛନ୍ତି ଯେ ଅନାସକ୍ତ ହେଇକି କର୍ମ କରିବ, କର୍ମ ଫଳରେ ଆଶା ରଖିବନି, ଅନାସକ୍ତ ହେଇ କର୍ମ କରିବ, କର୍ମ ଫଳର କାରଣ ହବନି ଏବଂ କର୍ମ ନ କରିବା ପ୍ରତି ମଧ୍ୟ ଆସକ୍ତି ରହିବନି। ଏହାର ଅପୋଜିଟ ହଉଛି ଅବରମ କର୍ମ। ଯଦି ଆମେ ଏଇଭଳି ନ କରୁଛେ, ସେଇଟା ହଉଛି ଅବରମ କର୍ମ, ମାନେ ଘୃଣ୍ୟ କର୍ମ। ସେ यार ଅପୋଜିଟ ହେଲା ଏକ୍ଜାକ୍ଟଲି କଣ ନା ସକାମ କର୍ମ, ଫ୍ରୁଟିଭ ୱାର୍କ, ଆଟାଚମେଣ୍ଟ ଟୁ ରେଜଲ୍ଟ। ଆମେ କର୍ମ ଫଳ ପ୍ରତି ଆମର ଆସକ୍ତି ରହୁଛି। ତାହେଲେ ଆମେ ଏଠି ଭଗବାନ କହୁଛନ୍ତି ଯେ ଦୂରେଣ ହି ଅବରଂ କର୍ମ। ତାହେଲେ କେମିତି ଦୂରରେ ରହିବା? ଭଗବାନ ତାକୁ ପୁଣି କହୁଛନ୍ତି ବୁଦ୍ଧି ଯୋଗାତ, ବୁଦ୍ଧି ଯୋଗା ମାନେ ନିଷ୍କାମ କର୍ମ ଯୋଗରେ ଅନାସକ୍ତ ହେଇକି ବୁଦ୍ଧିର ସହିତ କାମ କରିବା ପାଇଁ ସେ କହୁଛନ୍ତି। ନିଷ୍କାମ କର୍ମ କର, ସକାମ କର୍ମ କର ନା। ଏବଂ ନିଷ୍କାମ କର୍ମ କର ଏବଂ କହୁଛନ୍ତି ଯୋଗ। କାହିଁକି ନା ଯୋଗସ୍ଥ କୁରୁ କର୍ମଣି, ସେଥିପାଇଁ ସେ ଆଗରୁ କହିଥିଲେ ଯୋଗସ୍ଥ କୁରୁ କର୍ମଣି। ସେ କହୁଛନ୍ତି କେବଳ କର୍ମଟା କର ନା, କର୍ମ ଯୋଗ କର। ତମେ ଯଦି ଖାଲି କର୍ମ କରିବ ତାହେଲେ ଅବରମ କର୍ମ କଲ। ସେଥିପାଇଁ ସେ କହୁଛନ୍ତି ତମେ କର୍ମ ଯୋଗ କର ଏବଂ ସେଇଟା ହଉଛି ନିଷ୍କାମ କର୍ମ ଯୋଗ ଅର୍ଥାତ। ଏବଂ ଯଦି ଏଇଭଳି କର୍ମ କରିବ ଏଇ ଚେତନାରେ, ବୁଦ୍ଧ ମାନେ ଏଇ ଚେତନାରେ, ଏଇ ଭଗବତ ଚେତନାରେ ବା ବୁଦ୍ଧିର ସାହାରା ନେଇକି ବୁଦ୍ଧ, ତାହେଲେ କଣ ହବ? ଏବଂ ଯଦି ପୁଣି କହୁଛନ୍ତି କେମିତି କରିବ ନା ଶରଣଙ୍ଗ ନିଶ୍ଚୟ, ଖାଲି ବୁଦ୍ଧିର ସାହାରା ନବନି, ମାନେ ସରେଣ୍ଡର କରିବ କମ୍ପ୍ଲିଟଲି, ତାଙ୍କର ଚରଣ କମଳ ତଳେ ନିଜକୁ ସମର୍ପିତ କରିବ। ଏବଂ କହୁଛନ୍ତି ଫଳ ହେତବା, କିନ୍ତୁ ଯୋଉମାନେ କେବଳ ଫଳରେ ଆସକ୍ତି ଏବଂ କର୍ମଫଳ ଚାହୁଁଛନ୍ତି ତାଙ୍କୁ ଭଗବାନ କହୁଛନ୍ତି କୃପଣ। ଆମେ এই ଶ୍ଲୋକଟି ଜଷ୍ଟ ଖାଲି ଆଲୋଚନା କରିବା, ବେଶୀ କିଛି ନାହିଁ ଏଥିରେ। କୃପଣ, ହଁ, କୃପଣ କାହାକୁ କହୁଛନ୍ତି? ଯୋଉମାନେ one who does not cannot act according to his position, ତାହାର ଯାହା ସ୍ଥିତି ସେ ଅନୁସାରେ ସେ କରିପାରୁନି, ଯଦି ଆମେ ତାକୁ କୃପଣ କହୁଛେ। ଭୌତିକ ଜଗତ ଦୃଷ୍ଟିରୁ ଆମେ ଏକ୍ସାମ୍ପଲ ନେଇକି ଦେଖିବା କଣ ନା, ଜଣେ ବହୁତ ଘରେ ଗରମ ହଉଛି ପ୍ରବଳ, ପଇସା ଅଛି କିନ୍ତୁ ସେ ଫ୍ୟାନ କିଣିବନି, ପଇସା ଖର୍ଚ୍ଚ କରିବନି, ପୋଜିସନ ତାର ଏଇଭଳି କିନ୍ତୁ ସେ କରିବନି। ଭୌତିକ ଦୃଷ୍ଟିରୁ ଆମେ ଦେଖିଲେ ଏଇଭଳି ସିଚୁଏସନ। ବା ତାର ପାଖରେ ସମ୍ପତ୍ତି ଅଛି, ସେ ହୁଏତ ତାର ଭାଗ୍ୟବଶତଃ ହଉ ବା କଠିନ ପରିଶ୍ରମ କରିକି ସେ ସମ୍ପତ୍ତି ପାଇଛି, କିନ୍ତୁ ସମ୍ପତ୍ତିର ସତ୍ ଉପଯୋଗ କରିପାରୁନି, ତାକୁ ମଧ୍ୟ ଆମେ କୃପଣ କହୁଛେ। ଫର ଏକ୍ସାମ୍ପଲ, ଜଣେ ଆଉ ଜଣକୁ ଦେଇଛି, ତାର ସାଙ୍ଗକୁ ଗୋଟେ ପ୍ରେଜେଣ୍ଟ ଦେଇଛି, ଗୋଟେ ଗାଡିଟେ, ଭଲ ଭ୍ୟାଲୁଏବଲ ଗାଡି ଗୋଟେ ଦେଇଛି, ମର୍ସିଡେଜ କାର୍, କିନ୍ତୁ ସେ ତାର ଉପଯୋଗ କେମିତି କରୁଛି ନା ତାକୁ ନେଇକି ଜମିରେ ହଳ କରିବାରେ ଲଗେଇଛି। ତାମାନେ ତାର ସଦ୍ବ୍ୟବହାର ସେ କରିପାରୁନି, କୃପଣ ତାକୁ ଆମେ କହୁଛେ, ଯିଏ ସଦ୍ ବ୍ୟବହାର କରିପାରୁନି। ସେମିତି ଏଠି ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଭଗବାନ କହିଛନ୍ତି ଯେ ଏଠି କଣ ଆମେ ସଦ୍ବ୍ୟବହାର କରିପାରୁନୁ, ଆମକୁ କଣ ମିଳିଛି ଭାଲ୍ୟୁଏବଲ ଜିନିଷଟା, ସମ୍ପତ୍ତିଟେ, ସେ ହଉଛି ଆମ ଶରୀର, ଏ ହ୍ୟୁମାନ ଫର୍ମ। ସେ କହୁଛନ୍ତି ଏ ମଣିଷ ଜନ୍ମଟା ହଉଛି ଦୁର୍ଲଭ, ଅର୍ଥାତ ଇଏ ଗୋଟେ ସମ୍ପତ୍ତି ଏବଂ ଇଏ ଭ୍ୟାଲୁଏବଲ ଆସେଟ, କିନ୍ତୁ ଏହାର ଆମେ ସଦୁପଯୋଗ କରିପାରୁନି। ଆକୁ କୋଉଥିରେ ଲଗେଇବା କଥା? ଭଗବାନ କହୁଛନ୍ତି ଯେହେତୁ ଏଇ ଶରୀରରେ ଆମର ବୁଦ୍ଧି ଉନ୍ନତ ଏବଂ ଆମର ଚେତନା ଉନ୍ନତ, ତେଣୁ ଆମେ ଆକୁ ଉପଯୋଗ କରିପାରିବା ଆମ ଜୀବନର ଲକ୍ଷ୍ୟ ହାସଲ କରିବା ପାଇଁ। ଜୀବନର ଲକ୍ଷ୍ୟ କଣ
ଟୁ ବ୍ରେକ୍ ଦ ସାଇକେଲ ଅଫ ବାର୍ଥ ଆଣ୍ଡ ଡେଥ୍। ଜନ୍ମ ମୃତ୍ୟୁ ଚକ୍ରକୁ ସମାପ୍ତ କରିବା, ଇଏ ହଉଛି ଆମର ଲକ୍ଷ୍ୟ, ଜୀବନର ଲକ୍ଷ୍ୟ। ଆମେ ଏ ଶରୀର ପାଇଛେ ଏଇ ଲକ୍ଷ୍ୟକୁ ହାସଲ କରିବା ପାଇଁ, କିନ୍ତୁ ଆମେ କରୁଛେ କଣ ନା ଆମେ ଅତି ମାନେ ନଗ୍ନ କାମ, ଯୋଉଗୁଡ଼ିକ ଅବରମ କର୍ମ ଯାହାକୁ ଆମେ କହୁଛେ, ଅର୍ଥାତ୍ ଆମେ କର୍ମ ଫଳରେ ଆଶା ରଖିକି ଯୋଉ କାମ କରୁଛେ ନିଜର ଇନ୍ଦ୍ରିୟ ଭୋଗ ପାଇଁ, ସେନ୍ସ ଗ୍ରାଟିଫିକେସନ, ତାକୁ ଭଗବାନ ସେଥିପାଇଁ କହୁଛନ୍ତି ଯେ ଏଇମାନେ ଯୋଉମାନେ କରୁଛନ୍ତି ତାଙ୍କୁ କୃପଣ କହୁଛନ୍ତି। କାହିଁକି ନା ସେମାନେ କଣ, ଏହା ଦ୍ଵାରା କଣ ହଉଛି ନା ଏଇ ଯୋଉ ସକାମ କର୍ମ କରୁଛନ୍ତି, ଅର୍ଥାତ୍ କର୍ମ ଫଳରେ ଆଶା ରଖିକି କର୍ମ କରୁଛନ୍ତି, ସେମାନେ ଯୋଉ ଜନ୍ମ ମୃତ୍ୟୁ ଚକ୍ରରେ ସେମାନେ ଫସି ଯାଉଛନ୍ତି, କର୍ମ ବନ୍ଧନରେ ଫସି ଯାଉଛନ୍ତି। ବାରମ୍ବାର ଜନ୍ମ ହଉଛନ୍ତି, ଭୌତିକ ଜଗତକୁ ଆସୁଛନ୍ତି, ଏ ଶରୀର ପାଉଛନ୍ତି, ଏବଂ ଏଇଭଳି ତାଙ୍କର କେବଳ ବନ୍ଧନ, ଏ ଭୌତିକ ଜଗତ ଓ ଶରୀର ପ୍ରତି ଏ ବନ୍ଧନ ଚାଲିଛି, କଣ୍ଟିନ୍ୟୁ ହଉଛି। ତେଣୁ କଣ କରିବା ଉଚିତ ଏକ୍ଜାକ୍ଟଲି? ଭଗବାନ କହୁଛନ୍ତି ଯେ ଯଦି କେବଳ କୃଷ୍ଣ ଚେତନାରେ କର୍ମ କରିବା କଥା, ଆଉ କୌଣସି କର୍ମ ନାହିଁ। ଯାହା ଆମେ କର୍ମ କରୁଛେ ଭଗବତ ଚେତନା, ଅର୍ଥାତ୍ ଆମେ ଭଗବାନଙ୍କ ପାଇଁ କର୍ମ କରୁଛେ ବା ତାଙ୍କ ଇଚ୍ଛା ଅନୁସାରେ କର୍ମ କରୁଛେ ବା ତାଙ୍କ ନିର୍ଦ୍ଦେଶ ଅନୁସାରେ କର୍ମ କରୁଛେ, ତାଙ୍କର ଖୁସି ପାଇଁ, ତାଙ୍କର ସନ୍ତୁଷ୍ଟି ପାଇଁ ଯଦି ଏଇଭଳି ଆମେ କର୍ମ କରୁଛେ, ତାହେଲେ ଆମର କୌଣସି ଅସୁବିଧା ନାହିଁ, କର୍ମ ବନ୍ଧନରେ ପଡ଼ିବାନି। କିନ୍ତୁ ଯଦି ଆମେ କର୍ମ ଏଇଭଳିଆ କରୁନେ, କୃଷ୍ଣ ଚେତନାରେ କର୍ମ କରୁନେ, ଯାହା ବି ଆମେ କର୍ମ କରୁଛେ, ଭଗବାନ କହୁଛନ୍ତି ଅବରମ କର୍ମ, ଘୃଣ୍ୟ କର୍ମ। କାହିଁକି ନା ଇଏ ଆମକୁ ଜନ୍ମ ମୃତ୍ୟୁ ଚକ୍ରକୁ ବାନ୍ଧିକି ରଖୁଛି। ଆମେ ଜନ୍ମ ହଉଛେ, ଆମର ମୃତ୍ୟୁ ହଉଛି, ଜନ୍ମ ହଉଛେ, ମୃତ୍ୟୁ ହଉଛି। ପୁନରପି ଜନ୍ମମ୍ ପୁନରପି ମରଣମ୍ ପୁନରପି ଜନନୀ ଜଠରେ ଶୟନମ୍, ଇଏ ଚାଲିଛି ଆମର ଏଇ କାରଣରୁ। ତେଣୁ ଭଗବାନ କହୁଛନ୍ତି କର୍ମର କାରଣ ହୁଅ ନା, ଏବଂ ତାଙ୍କର ସନ୍ତୁଷ୍ଟି ପାଇଁ କାମ କର। ଏହା ଭଗବାନ ଚାହୁଁଛନ୍ତି, ୱାର୍କ ଇନ୍ ଆଲାଇନମେଣ୍ଟ ୱିଥ୍ ହିଜ୍ ୱିଲ୍, ତାଙ୍କ ଇଚ୍ଛା ଅନୁସାରେ ସେ ଯେମିତି ଚାହୁଁଛନ୍ତି ସେଇଭଳି କର୍ମ କରିବା। ଇଏ ହଉଛି ଯୋଗ, ଯୋଗସ୍ଥ କୁରୁ କର୍ମଣି। ଏଇଭଳି କର୍ମ ଆମକୁ, ଆକୁ ଯୋଗ ଆମେ କହୁଛେ, ଯୋଗ ଏଇଭଳି ଆମେ କର୍ମ କରିବା। ତେଣୁ ଭଗବାନ କହୁଛନ୍ତି ସମସ୍ତ ଏନର୍ଜି କୃଷ୍ଣ ଚେତନାରେ ବିନିଯୋଗ କର। ଯଦି ନ କରିପାରୁଛେ ତାହେଲେ ଆମେ ହଉଛେ କୃପଣ। ଭଗବତ ଗୀତାରେ ଏଇ ସବୁ ଯୋଉ ଶ୍ଲୋକ ଗୁଡିକ ଶୁଣିଲା ପରେ ଆମେ କଣ ଭାବିବା? ନ୍ୟାଚୁରାଲି ଆମେ ଭାବିବା ଯେ ଏଇ ଯୋଉ ଶ୍ଲୋକ ଗୁଡିକ ଆମକୁ କହୁଛି ସବୁ କର୍ମ ଛାଡି ଦିଅ, କେବଳ ଭଗବାନଙ୍କର ଭଜନ କୀର୍ତ୍ତନ କର ବା ସନ୍ନ୍ୟାସ ହେଇଯାଅ। ନା, ଏକ୍ଜାକ୍ଟଲି ସେୟା ଭଗବାନ ଏଠି କହୁନାହାନ୍ତି। ଭଗବାନ ଏସବୁ ଶ୍ଲୋକ କାହାକୁ କହୁଛନ୍ତି? ଅର୍ଜୁନଙ୍କୁ। କୋଉଠି? ଯୁଦ୍ଧ ଭୂମିରେ। କଣ କହୁଛନ୍ତି? ଯୁଦ୍ଧ କର, ଫାଇଟ୍। କେବେ କହୁନାହାନ୍ତି ଯୁଦ୍ଧ ଛାଡି ଦିଅ, ରଣଭୂମିରୁ ପଳା, କହୁନାହାନ୍ତି। କର୍ମ କରିବାକୁ କହୁଛନ୍ତି, କିନ୍ତୁ ସେ ଯୁଦ୍ଧ କର କେମିତି କହୁଛନ୍ତି? ମାମ୍ ଅନୁସ୍ମର ଯୁଦ୍ଧ ଚ, ଆଗରେ ଯାଇକି କହିବେ, ମାନେ ମତେ ସ୍ମରଣ କରିକି ଏ ଯୁଦ୍ଧ କର। ଦିସ୍ ଇଜ କୃଷ୍ଣ କନସିୟସନେସ୍, ଅର୍ଥାତ୍ ମୁଁ କୃଷ୍ଣଙ୍କ ପାଇଁ କାମଟି କରୁଛି, କୃଷ୍ଣ ଚେତନାରେ କାମ କରୁଛି। ତେଣୁ ଏଇଭଳି ଆମକୁ କର୍ମ କରିବାକୁ ଭଗବାନ କହୁଛନ୍ତି। ତେଣୁ ଭଗବାନ କହୁଛନ୍ତି ମତେ ସେଣ୍ଟରରେ ରଖିକି କାମ କର। ଯଦି ମତେ ସେଣ୍ଟରରେ ନ ରଖିକି କାମ କରୁଛ, ତାହେଲେ ତମର ନିଜର ଇନ୍ଦ୍ରିୟ ଭୋଗ ପାଇଁ କାମ କରୁଛ। ଯଦି ମୋ ପାଇଁ କାମ ନ କରୁଛ, ମୋ ଇଚ୍ଛା ଅନୁସାରେ କାମ ନ କରୁଛ, ତାହେଲେ ତମ ନିଜ ଇଚ୍ଛା ଅର୍ଥ ତମେ ନିଜର ଇନ୍ଦ୍ରିୟ ଭୋଗ ପାଇଁ କାମ କରୁଛ। ସେନ୍ସ ଗ୍ରାଟିଫିକେଟରୀ ୱାର୍କ ବୋଲି ଭଗବାନ କହୁଛନ୍ତି, ଏବଂ ଇଏ ହଉଛି କର୍ମବନ୍ଧନର କାରଣ। ସେଥିପାଇଁ ଭଗବାନ କହୁଛନ୍ତି ଏ ଶ୍ଲୋକରେ, ଦୂରେଣ ହି ଅବରଂ କର୍ମ। ଅବରଂ କର୍ମ ଯୋଉଟା ସକାମ କର୍ମ, କର୍ମ ଫଳ ପ୍ରତି ଆସକ୍ତି ରହି କର୍ମ କରିବା, ତାଠୁ ଦୂରରେ ରୁହ। ଏବଂ ବର୍ତ୍ତମାନ ନେକ୍ସଟ ଶ୍ଲୋକକୁ ସେ ଯାଉଛନ୍ତି, ଯୋଉ ନେକ୍ସଟ ଶ୍ଲୋକରେ, ଶ୍ଲୋକରୁ ତିନୋଟି 50, 51, 52, 53 ଚାରୋଟି ଶ୍ଲୋକ, ଏଠି ଭଗବାନ କହିବେ
ଯେ ଯଦି ବୁଦ୍ଧି ଯୋଗରେ ଆମେ, କାରଣ ଇଏ ତ ବୁଦ୍ଧି ଯୋଗ ଚାଲିଛି, ଏଣ୍ଟାର ଆରମ୍ଭ ହେଇଛି କୋଉଠୁ, ଆମର 39ରୁ। ଏବଂ ସେ କହୁଛନ୍ତି ଏ ବୁଦ୍ଧି ଯୋଗର ବେନିଫିଟ କଣ, ବର୍ତ୍ତମାନ ସେ କହିବି ତାର ଫାଇଦା କଣ, ଯଦି ବୁଦ୍ଧି ଯୋଗରେ ଆମେ କାମ କରିବା ଆର ଫାଇଦା କଣ ସେ ବୁଝାଉଛନ୍ତି। ବର୍ତ୍ତମାନ ଆମେ 50 ନମ୍ବର ଶ୍ଲୋକକୁ ଯିବା। बुद्धियुक्त जहातीह उहे सुकृत दुष्कृते तस्मात् जोगाय युज्यस्व योगः कर्मसु कौशलम्। ଏଠି କହୁଛନ୍ତି ବୁଦ୍ଧିଯୁକ୍ତ ମାନେ ଭଗବାନଙ୍କର ସେବାରତ ହେଇ ବୁଦ୍ଧିରେ, ବୁଦ୍ଧିର ସହିତ, ବୁଦ୍ଧି ସହିତ ଅର୍ଥ ଭଗବାନଙ୍କ ସହିତ, ଭଗବାନଙ୍କ ପାଇଁ ଯୋଉ କାମ କରିବା, ତେଣୁ ଭଗବାନଙ୍କର ସେବାରତ ହେଇକି କଣ କର, କାମ କର। ଜହାତି ଇହ, ଭଗବାନ କହୁଛନ୍ତି ତାହେଲେ କଣ ହବ, ତମେ ମୁକ୍ତ ହେଇପାରିବ। ଜହାତି ଇହ, ଇହ ମାନେ ଏଇ ସଂସାରରୁ, ଏଇ ଜଗତରୁ। ଜହାତି ମାନେ ମୁକ୍ତ ହେଇପାରିବ କୋଉଥିରୁ, ଉଭେ ସୁକୃତେ, ସୁକୃତ ଦୁଷ୍କୃତେ, ମାନେ ଭଲ କର୍ମଫଳ ଏବଂ ଖରାପ କର୍ମଫଳ ର ଯୋଉ ପ୍ରତିକ୍ରିୟା, ସେଥିରୁ ସେ ଉଭୟରୁ ମୁକ୍ତ ହେଇଯିବ। ତସ୍ମାତ୍ ଯୋଗାୟ ଯୁଜ୍ୟସ୍ୱ, ସେଥିପାଇଁ ତସ୍ମାତ୍ ଯୋଗାୟ ମାନେ ଭଗବାନଙ୍କର ସେବାରେ ଯୁଜ୍ୟସ୍ୱ ନିଯୁକ୍ତ ହେଇଯାଅ। ଯୋଗ କର୍ମସୁ କୌଶଲମ୍, ଏ ଯୋଗ ହଉଛି ସମସ୍ତ କର୍ମର କୌଶଳ, ସ୍ମାର୍ଟ ୱାର୍କ ତାକୁ ଆମେ କହୁଛେ। ଏ ଯୋଗ ହଉଛି ମାନେ ସ୍ମାର୍ଟ ୱାର୍କ, ଭଗବାନ ଏହା କହିବାକୁ ଚାହୁଁଛନ୍ତି, ଆମେ ଆକୁ ବୁଝେଇବା। ଏ ଟିକେ ସମୟ ନବ। ତେବେ ଏ ଶ୍ଲୋକରେ ଆମେ ଏ ଶ୍ଲୋକଟି ଆଲୋଚନା କରିବା ପୂର୍ବରୁ କେତେ ଗୋଟେ ଜିନିଷ ମୁଁ କହୁଛି, ତାକୁ ଧ୍ୟାନରେ ଶୁଣନ୍ତୁ। ସପୋଜିଂ ଆମେ ଦୁନିଆରେ ଦେଖୁଛେ ବହୁତ ଲୋକ ଦେଖିବାକୁ ବହୁତ ସୁନ୍ଦର, କେତେକ ଅସୁନ୍ଦର, କାହାର ବର୍ଣ୍ଣ ଧଳା, କାହାର ବର୍ଣ୍ଣ ଗୋରା, କାହାର ବର୍ଣ୍ଣ କଳା, କିଏ ବହୁତ ଧନୀ ପରିବାରରେ ଜନ୍ମ ହେଇଛି, କିଏ ଗରିବ ପରିବାରରେ ଜନ୍ମ ହେଇଛି, କିଏ ଜନ୍ମରୁ ସବଳ, କିଏ ଜନ୍ମରୁ ଦୁର୍ବଳ, କିଏ ଜନ୍ମରୁ ଅନ୍ଧ, ହ୍ୟାଣ୍ଡିକ୍ୟାପ୍ଟ, ବିଭିନ୍ନ ପ୍ରକାରର ଯାହା ବି ହଉ, କିନ୍ତୁ ଆଉ କେତେ ଜଣ ବହୁତ ଭଲ ଜନ୍ମରୁ। ତେଣୁ ଏଇଭଳି ଆମେ ଡିଫରେନ୍ସ ଦେଖୁଛେ। ଏ ଡିଫରେନ୍ସ କୋଉଥିପାଇଁ, କର୍ମଫଳ, ଆମର କର୍ମଫଳ। ଆମେ ଏ ଜଗତକୁ ଆସୁଛେ ଏବଂ ଆମେ କର୍ମ କରୁଛେ। ଏଇ କର୍ମ କରିବା ଦ୍ୱାରା ପ୍ରତି କର୍ମର ପ୍ରତିକ୍ରିୟା ଅଛି। ଏଭ୍ରି ଆକ୍ସନ ହ୍ୟାଜ ଇଟ୍ସ ରିଆକ୍ସନ୍ସ। ତେଣୁ ତାର ପ୍ରତିକ୍ରିୟା ଅଛି। ଆମେ କର୍ମ କରୁଛେ ମାନେ ମାନେ କର୍ମ ଫଳ, এই ପ୍ରତିକ୍ରିୟା ହଉଛି କର୍ମ ଫଳ। ତେଣୁ ଆମେ କର୍ମ ଫଳ ତିଆରି କରୁଛେ ଏବଂ ଏହି କର୍ମ ଫଳ ଆମର ବହୁତ ସଞ୍ଚୟ ହେଇକି ରହିଛି। କାହିଁକି ନା ଆମେ ଜନ୍ମ ପରେ ଜନ୍ମ ନଉଛେ, କର୍ମ କରୁଛେ, କର୍ମ ଫଳ ସଞ୍ଚୟ କରୁଛେ। କିନ୍ତୁ ଆମେ ହଉଛେ ଭଗବାନଙ୍କର ଅଂଶ। ଆମେ ଯଦି ଭଗବାନଙ୍କର ଅଂଶ, ଆମେ ହଉଛେ ଦିବ୍ୟ, କିନ୍ତୁ ଆମର ଦିବ୍ୟତା ଲୁଚି ଯାଇଛି ବା ଘୋଡେଇ ହେଇଯାଇଛି। କାହା ଦ୍ୱାରା, ମନ। କାହିଁକି ନା ଏ ମନ ଭିତରେ ଭରି ରହିଛି କର୍ମ ବାସନା। ଯୋଉ କର୍ମ ବାସନା ଭଲ ହେଇପାରେ, ମନ୍ଦ ହେଇପାରେ, ଶୁଦ୍ଧ ହେଇପାରେ, ଅଶୁଦ୍ଧ ହେଇପାରେ, କର୍ମ ବାସନା ଭରି ହେଇକି ରହିଛି। ଏବଂ ଏଇ ଯୋଉ କର୍ମ ବାସନା ଭରି ହେଇକି ରହିଛି, ଯେମିତି ବାୟୁ ପବନ ଆମେ ଯେତେବେଳେ ବୋହି ଯାଉଛି, ସେ ଗୋଟେ ଜାଗାର ଯେମିତି ସୁଗନ୍ଧ ଆଉ ଦୁର୍ଗନ୍ଧକୁ ବୋହି ନେଇକି ଚାଲି ଆସୁଛି ଏବଂ ଆମେ ଜାଣିପାରୁଛେ, ଯେତେବେଳେ ଆଘ୍ରାଣ କରୁଛେ ଆମେ ଜାଣିପାରୁଛେ ଯେ ଏ ଦୁର୍ଗନ୍ଧ କି ଏ ସୁଗନ୍ଧ। ସେମିତି ଏ ମନ ଭିତରେ ଯୋଉ କର୍ମ ବାସନା ଭରି ରହିଛି, ଇଏ ଭଲ ଏବଂ ମନ୍ଦ ଉଭୟ ଭରି ରହିଛି,
ଏ ମନ କଣ କରୁଛି, ଯେତେବେଳେ ଆମର ଦେହାନ୍ତ ହଉଛି, ଶରୀର ଏଠି ରହିଯାଉଛି, ମନ ଆମର ଆତ୍ମାକୁ ନେଇକି ତା ଭିତରେ ଯୋଉ କର୍ମ ବାସନା ଅଛି ତାକୁ ବୋହି ନେଇକି ଆତ୍ମାକୁ ନେଇକି ଚାଲି ଯାଉଛି ଆଉ ଗୋଟେ ଶରୀରକୁ। ଏବଂ ସେଇ ଶରୀରରେ ସେ ଯୋଉ କର୍ମ ଫଳ ଆମେ ସଞ୍ଚୟ କରିଛେ ତାର ଯୋଉ ପ୍ରତିକ୍ରିୟା, ମାନେ କର୍ମ ଫଳର ପ୍ରତିକ୍ରିୟା ଆମେ ଭୋଗୁଛେ, ଅର୍ଥାତ୍ ଉପଭୋଗ କରୁଛେ, ନହେଲେ କଷ୍ଟ ପାଉଛେ, ଭୋଗୁଛେ। either we are either enjoying or suffering because of our karma follow। ଇଏ ଇଏ ମାନେ ଏଇଥିପାଇଁ ଆମେ ଦେଖୁଛେ ଯେ ଯଦି ଆମେ ଭଲ କର୍ମ କରିଛେ, ତାହେଲେ ମୁଁ ଯେମିତି କହିଲି, ଭଲ ଶରୀର, ଭଲ ଘରେ ଜନ୍ମ, ଧନୀ ଘରେ ଜନ୍ମ, ସବୁ ଭଲ ଆସିବ, ଉଚ୍ଚ ଶିକ୍ଷିତ ହବ। କିନ୍ତୁ ଯଦି ଆମେ ଖରାପ କର୍ମ କରିଛେ, ସେଇଭଳି ତାର ଅପୋଜିଟ ଗୁଡିକ ହବ। ତାହେଲେ ଆମେ ଯେତେବେଳେ ଏଇ କଥା ଜାଣୁଛେ ଯେ ଆମେ କର୍ମ ଫଳ ଖରାପ କଲେ, ଆମର ଯଦି କର୍ମ ଫଳ ଖରାପ, ଆମକୁ ସବୁ ଖରାପ ଆସୁଛି, ଭଲ ଭଲ ଆସିବ, ତାହେଲେ ଆମେ କଣ କରିବା? ଆମେ ଏଇ ଯୋଉ ଖରାପ କର୍ମ ଗୁଡିକ କରିବାନି, ବିକର୍ମ ଯାହାକୁ କହୁଛେ। ଏବଂ ଆମର ଶ୍ରୀମଦ୍ ଭାଗବତମରେ ଲେଖା ହେଇଛି ଖରାପ କର୍ମ କଣ। ପ୍ରଥମେ ଆଗ ସେତକ ଜାଣିବା, ଆମେ ସେତିକି ଆଟଲିଷ୍ଟ କରିବାନି। ସେତକ ଲେଖା ହେଇଛି, କଣ ଲେଖା ହେଇଛି ନା ଶ୍ରୀମଦ୍ ଭାଗବତମରେ ଦ୍ୟୁତମ୍ ପାନମ୍ ସ୍ତ୍ରିୟ ସୁନା ଅଧର୍ମ ଚତୁର୍ବିଧମ୍। ଦ୍ୟୁତମ୍ ମାନେ ଜୁଆ ଖେଳ, ମିଛ କହିବା, ଠକିବା, ଗଲତ ଉପାୟରେ ପଇସା, ଲୋଭାସକ୍ତ ହେଇକି ପଇସା ଉପାର୍ଜନ କରିବା। ଇଭେନ୍ ଆମେ ଯେମିତି ସେୟାର ମାର୍କେଟରେ ବି କରୁଛେ, ସେ ବି ଦିସ୍ ଇଜ ଗ୍ୟାମ୍ବଲିଂ। କାହିଁକି ନା ଆମେ ଲୋଭାସକ୍ତ ହେଇଛେ, ଆମର ସେନ୍ସ ଗ୍ରାଟିଫିକେଟରୀ ଜିନିଷ ସେ। ତେଣୁ ଭଗବାନ କହୁଛନ୍ତି ଦ୍ୟୁତମ୍ ମାନେ ମିଛ କହିବା, ଠକିବା, ଚୋରି କରିବା, ଗଲତ ଉପାୟରେ ଆମେ ଲୋଭାସକ୍ତ ହେଇକି କିଛି ଧନ ଅର୍ଜନ କରିବା, ଇଏ ହଉଛି ଗ୍ୟାମ୍ବଲିଂ, ଇଏ ଗୋଟେ ହଉଛି ପାପ କର୍ମ। ସେକେଣ୍ଡ କହୁଛନ୍ତି, ପ୍ରଥମ କହିଲେ ଦ୍ୟୁତମ୍ ଅର୍ଥ ଗ୍ୟାମ୍ବଲିଂ, ସେକେଣ୍ଡ କହୁଛନ୍ତି ସ୍ତ୍ରୀୟ। ସ୍ତ୍ରୀୟ ମାନେ ଇଲିସିଟ୍ ରିଲେସନ, ଅବୈଧ ସମ୍ପର୍କ, ବାହାଘର ପୂର୍ବରୁ ହଉ, ବାହାଘର ପରେ ହଉ। ଆମେ ଯଦି କୌଣସି ଅବୈଧ ସମ୍ପର୍କ ରଖୁଛେ, ଏକ୍ସଟ୍ରା ମ୍ୟାରିଟାଲ ଲାଇଫ ଯାହାକୁ ବି କହୁଛେ ଆମେ, ପରେ କି ପୂର୍ବରୁ, ତାହେଲେ ସିଏ ମଧ୍ୟ ପାପ। ସେଥିପାଇଁ ଚାଣକ୍ୟ କହନ୍ତି ଯେ ମାତୃବତ୍ ସର୍ବ ଦାରେ, ମାତୃବତ୍ ପର ଦାରେଷୁ, ମାନେ ନିଜ ସ୍ତ୍ରୀକୁ ଛାଡିଦେଲେ ବାକି ସମସ୍ତେ ହଉଛନ୍ତି ମା। ସେଥିପାଇଁ ଇସ୍କନରେ ସମସ୍ତେ ମାତାଜୀ ମାତାଜୀ କହନ୍ତି, ପ୍ରଭୁଜୀ ମାତାଜୀ, ଏଇଥିପାଇଁ, ଏଇ ଦୃଷ୍ଟିରୁ ଚାଣକ୍ୟ କହନ୍ତି ମାତୃବତ୍ ପର ଦାରେଷୁ। ତେଣୁ ଆମେ ମା ଭଳିଆ ଦେଖିବା କଥା, ତାହେଲେ ଆମେ କେବେ ହେଲେ ଗଲତ କାମ କରିବାନି, ବା ଆମ ନଜର ଗଲତିଆ ହବନି, ବା ଆମେ ପାପ କରିବାନି। ଇଏ ହେଲା ସ୍ତ୍ରୀୟ। ଥାର୍ଡ କହୁଛନ୍ତି କଣ ପାପ? ସୁନା। ସୁନା ମାନେ ଜୀବ ହତ୍ୟା। ଆମେ କଣ କରୁଛେ ନା ଯାହାର ଜୀବନ ଅଛି, ଯାହା, ସେ ବି ଗୋଟେ ସୁଅ, ଆମେ ତାକୁ ମାରୁଛେ ଏବଂ ତାର ମାଂସ ଖାଉଛେ, ମାଂସ ଆହାର କରୁଛେ। ତେଣୁ ଭଗବାନ କହୁଛନ୍ତି ଏଭଳି ଆମେ ଯୋଉ ପୁଅର କ୍ରିଚର, ଏମାନଙ୍କୁ ଆମେ ଆଘାତ ଦବା କଥା ନୁହେଁ, କେବଳ ଆମର ଏଇ ଯୋଉ ଟେଷ୍ଟ ବଡ ବା ଆମର ଇନ୍ଦ୍ରିୟ ଭୋଗ ପାଇଁ, ତାକୁ ସନ୍ତୁଷ୍ଟ କରିବା ପାଇଁ, ଆମର ସ୍ୱାଦ ପାଇଁ, ଇଏ ଗଲତ। ସେଥିପାଇଁ ଚାଣକ୍ୟ ମଧ୍ୟ କହିଛନ୍ତି, ଯେମିତି ସେଠି କହିଲେ ମାତୃବତ୍ ପର ଦାରେଷୁ ଆତ୍ମବତ୍ ସର୍ବ ଭୂତେଷୁ। କାହିଁକି ନା ସିଏ ହଉଛି ବି ଗୋଟେ ଆତ୍ମା। ହଁ, ଗୋଟେ ସେ ଶରୀର ପାଇଛି, ସେଟା ଗୋଟେ ଅଲଗା ଶରୀର, ପଶୁର ଶରୀର କି ପକ୍ଷୀର ଶରୀର। ଆମେ ଗୋଟେ ମଣିଷ ଶରୀର ପାଇଛେ, ଦିସ୍ ଇଜ ଦ ଡିଫରେନ୍ସ। ଜଣେ କାରରେ ଯାଉଛି, କାର ଚଲେଇକି, ସେ ବି ଗୋଟେ ମଣିଷ। ଜଣେ ଲୁନାରେ ଯାଉଛି, ସେ ବି ଗୋଟେ ମଣିଷ। କିନ୍ତୁ କାର ଚଲେଇବା ଲୋକ ଭାବିବ ଯେ ମୋର ବଡ ଗାଡି, ମୁଁ ତାକୁ ପିଟି ଦେବି, ଛୋଟ ଗାଡିଟାକୁ ଭାବିକି ଗଲତ। କାରଣ ସେ ବି ମଣିଷ, ଇଏ ବି ମଣିଷ, ଖାଲି ଚଲଉଛନ୍ତି ସେ ଗାଡି ଅଲଗା ପ୍ରକାର। ସେମିତି ଏ ମଣିଷ ରୂପକ ଗାଡି, ଶରୀର ରୂପକ ଗାଡିଟିକୁ ମୁଁ ଚଲଉଛି, ମୁଁ ବି ଗୋଟେ ଆତ୍ମା, ସେ ବି ଗୋଟେ ଆତ୍ମା, ସେଇ ଯୋଉ ଜୀବଟି, ପଶୁଟି, ଏବଂ ସିଏ ଗୋଟେ ପଶୁ ରୂପକ ଗାଡି ଚଲଉଛି, ବଡି, ଶରୀର। ଦିସ୍ ଇଜ ଦ ଡିଫରେନ୍ସ। ସେଥିପାଇଁ ଭଗବାନ କହୁଛନ୍ତି ଯେ ଜୀବ ହତ୍ୟା କରିବାନି, ଏ ପାପ। ଲାଷ୍ଟ କହୁଛନ୍ତି ପାନମ, ନଶା।
ମାଛ କୌଣସି ନଶା ଯାହା ବି ହଉ, ଇଭେନ୍ ଇନକ୍ଲୁଡିଂ ସେ କହୁଛନ୍ତି ଚା ମଧ୍ୟ ହଉଛି ଇଣ୍ଟକ୍ସିକେସନ। ଚା, ପାନ, ବିଡି, ସିଗାରେଟ, ମଦ, ଗଞ୍ଜେଇ, ଅଫିମ, ଡ୍ରଗ୍ସ ଯାହା ବି ଆମେ କରୁଛେ ସେଗୁଡିକ ନଶା। କିନ୍ତୁ ଥରେ ଏଇଟା ଗୋଟେ ଇଣ୍ଟରେଷ୍ଟିଂ ଜିନିଷ, ଗୋଟେ ୟୁଏସ ରେ ଥରେ ପ୍ରଭୁପାଦଙ୍କୁ ଜଣେ ବିଦ୍ୱାନ ବ୍ୟକ୍ତି କହିଲେ, ତେ ଯଦି ଠିକ ଅଛି, ଯଦି ଏକୁ ଆମେ ଖାଇବାନି ତାହେଲେ ଭଗବାନ କାହିଁକି ସୃଷ୍ଟି କରିଛନ୍ତି? ପ୍ରଭୁପାଦ କହିଲେ ଯେ ୟୁ ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ, ଠିକ ଅଛି, ମତେ କୁହ ଭଗବାନ ମଧ୍ୟ ପଏଜନ ସୃଷ୍ଟି କରିଛନ୍ତି, ୱିଲ୍ ୟୁ ବି ଟେକିଂ? ତମେ ଖାଇବ କି ବିଷ? ହଁ କେମିତି ଖାଇବି, ମରିଯିବି ନା। ତା ମାନେ ତମର ବୁଦ୍ଧି ଅଛି, ବିବେକ ଅଛି, ତମର ଡିସ୍କ୍ରିମିନେଟ କରିବାର କାପାସିଟି ଅଛି। ଦିସ୍ ଇଜ ଦ ଡିଫରେନ୍ସ। କି ପଶୁ ଆଉ ମଣିଷ ଭିତରେ ତାଙ୍କୁ ସେ ବୁଝେଇ ଦେଲେ ଯେ ଯୋଉ ପଶୁ ଯିଏ ସେ କଣ କରୁଛି, ସେ ଇନଷ୍ଟାଣ୍ଟ ପ୍ଲେଜର ପାଇଁ କାମ କରୁଛି, ଇନଷ୍ଟାଣ୍ଟ ପ୍ଲେଜର। ଆମେ ସେଥିପାଇଁ କରିବାନି। ଆମେ ହଉଛେ ମଣିଷ, ଅର୍ଥ ଆମର ବୁଦ୍ଧି ଅଛି, ବିବେକ ଅଛି, ଆମର ଇଣ୍ଟେଲିଜେନ୍ସ, ଆମେ ୱିଲ୍ ଗୋ ବାଇ ଇଣ୍ଟେଲିଜେନ୍ସ, ନଟ୍ ବାଇ ମାଇଣ୍ଡ, ନଟ୍ ଫର ଇନଷ୍ଟାଣ୍ଟ ପ୍ଲେଜର। ଭଗବାନ କହୁଛନ୍ତି ଯେ ମଣିଷ ଯେହେତୁ ଆମେ, ତେଣୁ ୱି ୱିଲ୍ ଲୁକ୍ ବିଫୋର ୱି ଲିଭ୍। ଆମେ ଏମିତି ଧଡ଼ କିନି କୌଣସି କାମ କରିବା ନାହିଁ। ତେଣୁ ଏଇଭଳି ଭଗବାନ ଚାରୋଟି ଜିନିଷ କହିଲେ ବର୍ତ୍ତମାନ, ଯେ ଆମେ ଏଇ ଚାରୋଟି ଜିନିଷ ପାପ ଆମେ କରିବାନି। ଠିକ ଅଛି, ଇଏ ଦିଶିଲା ଆମକୁ ପାପ, ଏ ଚାରୋଟି ଜିନିଷ ପାପ ଆମକୁ ଦିଶିଲା, ଭଗବାନ କହିଲେ ଏବଂ ଆମେ ଦେଖିଲେ ଶ୍ରୀମଦ ଭାଗବତମ୍ ଅଛି, ଏବଂ ଆମେ ଆକ୍ସେପ୍ଟ କଲେ। କିନ୍ତୁ ଭଗବାନ କହୁଛନ୍ତି ସୁକୃତେ, ଭଲ କର୍ମ ଫଳ ମୋ ପାଖରେ ଥିଲେ ବି ସେ ବି ମତେ କର୍ମ ବନ୍ଧନର କାରଣ। ସେ କହୁଛନ୍ତି ଉଭୟ ସୁକୃତ ଦୁଷ୍କୃତରୁ ଜାତି ମାନେ ମୁକ୍ତ ହବ, କର୍ମ ବନ୍ଧନରୁ ମୁକ୍ତ ହବ ଏଇ କର୍ମ ଫଳରୁ। ତେଣୁ କାହିଁକି ସେ ନିନ୍ଦା କରୁଛନ୍ତି ପୁଣି ଭଲ କର୍ମ ଫଳକୁ? ପାୟସ ୱାର୍କ ଆମେ ଯାହା କହୁଛେ ତାକୁ ଭଗବାନ କହୁଛନ୍ତି ଇଏ ଅଲସୋ, ଦିସ୍ ଇଜ ଅଲସୋ ବ୍ୟାଡ ଫର ସୋଲ, ଏ ଆତ୍ମା ପାଇଁ ଠିକ ନୁହେଁ। ଇଏ ଯଦିଓ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ये भगवान ठीक कहते कहीं ना या द्वारा कौन मु गोटे, हाँ मु भावुची जे या द्वारा मु नेक्स्ट लाइफ रे सुंदर शरीर पाइबी, उच्च शिक्षित हेबी, भल परिवार रे जन्म हेबी, धनी परिवार रे जन्म हेबी, ये सब जिनस मोर भल आसीबो, मोर जदि भल कर्म फल अच्छी। किंतु ये कर्म बंधन रो कारण कहीं ना ये सब जिनस मु भल कर्म फल मोर मु भल कर्म कहीं करिछि, पायस एक्टिविटीज एइथि करिछि, এইଥିପାଇଁ ଏଇ ଆଶା ରଖିକି ଯେ ମୁଁ ଭଲ ଘରେ ଜନ୍ମ ହେବି, ଭଲ ମାନେ ଧନୀ ଘରେ ଜନ୍ମ ହେବି, ସୁନ୍ଦର ଶରୀର ପାଇବି, ଉଚ୍ଚ ଶିକ୍ଷିତ ହେବି, ଇଏ ବି ଗୋଟେ ଆସକ୍ତି। ଏବଂ ଖାଲି ସେତିକି ନୁହେଁ, ଦୁନିଆକୁ ବି ଦେଖେଇବି, ହଁ ଆଇ ଡିଡ୍ ଦିସ୍, ମୁଁ ୟା କଲି, ମୁଁ ଏ ଗରିବ ଲୋକଙ୍କୁ ଦେଇଦେଲି, ସବୁ ବାଣ୍ଟି ଦେଲି, ଦେଖେଇବି ଦୁନିଆକୁ। ଇଏ ବି ଏକ ଗୋଟେ, ଏଇ ଯୋଉ ଇଏ ବି ଗୋଟେ ଆସକ୍ତି। ତେଣୁ ଏନି ଆସକ୍ତି କର୍ମବନ୍ଧନର କାରଣ। ସେଥିପାଇଁ ଭଗବାନ କହୁଛନ୍ତି ଇଏ ଭଲ ନୁହେଁ। ଯୋଉ ଭଲ କର୍ମ ଆମେ କରୁଛେ, ପାୟସ ଆକ୍ଟିଭିଟିଜ, ସେ ବି ନୁହେଁ ଯଦି ଆମେ ତାକୁ ଠିକ ଢଙ୍ଗରେ କରିପାରୁନେ। ତେବେ ସେଥିପାଇଁ ଭଗବାନ କହୁଛନ୍ତି ଯେ ବି ସ୍ମାର୍ଟ, ଏମିତି କାମ କର କି ଯୋଉ ବ୍ୟାଡ ଆଉ ଗୁଡ ଆକ୍ସନ ତାକୁ ପାର କରିବ। ସେ ମାନେ ନା ତମେ ତାକୁ କ୍ରସ୍ କରିକି ଚାଲିଯିବ, ସେଗୁଟାକୁ ସେ କହୁଛନ୍ତି ଯୋଗ କର୍ମ ସୁକୌଶଳ। କାହିଁକି ନା ଆମେ ଯଦି କହୁଛେ ଯେ ଭଲ କର୍ମ କଲେ ଆମକୁ ଭଲ ପର ଲାଇଫରେ ଭଲ ଜିନିଷ ଗୁଡିକ ମିଳିବ, ଭଲ ପରିବାର, ଉଚ୍ଚ ଶିକ୍ଷିତ, ସବୁ ଜିନିଷ ଆମର ଭଲ, ଆମେ ସୁନ୍ଦର ଶରୀର, ହେଲ୍ଦି ବଡି, ଷ୍ଟ୍ରଙ୍ଗ ବଡି ଏମିତି ମିଳିବ, ଆମେ ଚିନ୍ତା କରୁଛେ। କିନ୍ତୁ ଗୋଟେ ଶରୀର ତ ମିଳିବ ନା, ସେଇ କାରଣରୁ ଆମକୁ ଶରୀର ମିଳିବ ଆଉ ଭୌତିକ ଜଗତ ମିଳିବ। ତାହେଲେ ଶରୀର ଆଉ ଭୌତିକ ଜଗତର ଅର୍ଥ କଣ? ସଫରିଂ। ଭୌତିକ ଜଗତ ଇଜ ଦୁଃଖାଲୟମ, ଶରୀର କେବଳ ସଫରିଂ। କାହିଁକି ନା ଆମେ ରୋଗମୁକ୍ତ ହେଇପାରିବାନି, ଶରୀର ଅର୍ଥ ରୋଗ ଆସିବ। ଆମର ପରିସ୍ଥିତି ଏଭଳି, ଆମେ ଯୋଉ କହୁନେ ଅଜାଗା ଘା ଦେଖି ହୁଏନି କି ଦେଖେଇ ହୁଏନି, ସେଇଭଳିଆ ମାନେ ଆମର ଘାଟେ ହେଇଥିବ ଏବଂ ସେ ଘାକୁ ଆମେ ଇଚ୍ଛା ହଉଥିବ ତ କାଟିକି ଫୋପାଡ଼ି ଦେବା ପାଇଁ, କିନ୍ତୁ କାଟି ପାରୁନଥିବା, ଆମକୁ ସହିବାକୁ ପଡିବ।
ସେଥିପାଇଁ ତ ଭଗବାନ କହୁଛନ୍ତି ତିତିକ୍ଷାସ ଅତୀତରେ ଆମେ ପଢିକି ଆସିଲେ ଇଏ ହଉଛି ମାତ୍ରା ସ୍ପର୍ଶ ତୁ ମାନେ ଏଇ ଯୋଉ ଆମର ଇନ୍ଦ୍ରିୟ ଭୋଗରୁ ଜାତ ହଉଛି। ତେଣୁ ମୋ ପାଖରେ ସେଇ ଘାଟା ହେଇଛି ଅର୍ଥ ମତେ ସେ କଷ୍ଟ ଦଉଛି ଏ ଶରୀର ଯୋଗୁ। କିନ୍ତୁ ମୁଁ ତାକୁ କାଟିକି ଫୋପାଡି ପାରିବିନି, ଇଚ୍ଛା ହଉଛି କାଟିକି ଫୋପାଡି ପାରିବିନି। ଇଏ ହଉଛି ସଂସାର, ଇଏ ହଉଛି ଭୌତିକ ଜଗତ, ଇଏ ହଉଛି ଶରୀର। ସେକେଣ୍ଡ ଇଏ ବି ଗୋଟେ ଦୁନିଆ ଆମେ ଦେଖିବା ଯେ ସ୍ୱାମୀ ସ୍ତ୍ରୀ ଝଗଡା ହଉଛନ୍ତି, ରାଗିକି ସ୍ୱାମୀ ମାରି ଦଉଛି ସ୍ତ୍ରୀକୁ ଗୋଟେ ଚାପୁଡା, ସେ ରାଗିକି ପଳେଇ ଯାଉଛି ବାପ ଘରକୁ, କିନ୍ତୁ ତାପରେ ଅଚଳ ହେଇଯାଉଛି ଘର। ସ୍ୱାମୀ ଦେଖୁଛି କିଛି କରିପାରୁନି, ତାର ପିଲା ତାର ଇଏ ସବୁ ଖାଇବା ପିଇବା ସବୁ ଜିନିଷ ବୁଝିବା ଏସବୁ ସମ୍ଭବ ହେଇପାରୁନି। ପୁଣି କାକୁତି ମିନତି କରିକି ପୁଣି ରିକ୍ୱେଷ୍ଟ କରିକି କୌଣସି ମତେ ପୁଣି ଧରିକି ଆସୁଛି ସ୍ତ୍ରୀଟିକୁ। କିନ୍ତୁ ସ୍ତ୍ରୀକୁ ଆଣିବାର କିଛି ଦିନ ପରେ ପୁଣି ସେଇ କାମ କରୁଛି, ପୁଣି ଗୋଟେ ମାରିଦେଲା, ଝଗଡା ହେଲା, ପୁଣି ଗୋଟେ ଚାପୁଡା ମାରିଲା ଏବଂ ସେ ଛାଡିକି ଚାଲିଗଲା। ତେଣୁ ଆମେ କଣ ଦେଖିଲେ ଏଥିରେ, ତାମାନେ ଆମେ ଯେତେବେଳେ ଏକାଠି ରହୁଛେ ଆମେ ଝଗଡା କରୁଛେ ରାଗୁଛେ, କିନ୍ତୁ ଯେତେବେଳେ ସେ ପଳେଇ ଯାଉଛି ସେ ସ୍ତ୍ରୀଟି ତାର ଆବସେନ୍ସ ଆମେ ଫିଲ୍ କରୁଛେ, ତାର ଅନୁପସ୍ଥିତି ଆମକୁ କଷ୍ଟ ଦଉଛି। ଇଏ ହଉଛି ସଂସାର। ଯେତେବେଳେ ଏକାଠି ରହୁଛେ ସମସ୍ୟା, ଯେତେବେଳେ ଅଲଗା ହେଇଯାଉଛେ ସମସ୍ୟା। ଇଏ ହଉଛି ସଂସାର, ଇଏ ହଉଛି ଭୌତିକ ଜଗତ, ଇଏ ହଉଛି ଶରୀର। ଖାଲି ସେତିକି ନୁହେଁ, ଆମେ କେବଳ ଜୀବନ ସାରା ଆମେ କମ୍ପ୍ଲେନ କରୁଛେ ପ୍ରତ୍ୟେକ ଜିନିଷରେ। ବର୍ଷା ଦିନ ଆସିଲା, କାହିଁକି ଗୋଟେ ଏତେ ବର୍ଷା ହଉଛି, କେମିତି ଶୀଘ୍ର ଯିବ। ଖରା ଦିନ ଆସିଲେ ଏତେ ଖରା ହଉଛି, ଶୀତ ଦିନ ଆସିଲେ କେମିତି ବର୍ଷାଟା ଶୀତ ଖରା ଦିନ ଆସିବ, ଏଇଭଳି ଆମେ ଚିନ୍ତା କରୁଛେ। ତା ଛଡା ଭଗବାନ କହୁଛନ୍ତି ଯେ ଶରୀର ଅଛି ମାନେ ଏ ଭୌତିକ ଜଗତକୁ ଆସିଛ ମାନେ ନିଶ୍ଚିତ ଭାବରେ ଚାରୋଟି ପ୍ରୋବ୍ଲେମ ରହିବ, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଇଏ ବ୍ରାଣ୍ଡେଡ ଫୋର୍ ପ୍ରୋବ୍ଲେମସ୍ ଇଏ ରହିବ। ତା ଛଡା କେବଳ ସେତିକି ନୁହଁ, ତିନୋଟି କ୍ଲେଶ ରହିବ। ଯୋଉ କ୍ଲେଶ ଶରୀର ମନରୁ ଜନ୍ମ ହଉଛି, ଯୋଉ କ୍ଲେଶ ଅନ୍ୟ ଜୀବ ମାନେ ଦଉଛନ୍ତି, ଯୋଉ କ୍ଲେଶ ଆମର ଦୈବ, ଆମେ ତାକୁ କହୁଛେ ଦୈବ ଦୁର୍ବିପାକ, ଭୂମିକମ୍ପ ହଉଛି, କରୋନା ଭଳି ମହାମାରୀ ଆସୁଛି, ବିଭିନ୍ନ ପ୍ରକାରର ଏଇଭଳି ଆମ କଣ୍ଟ୍ରୋଲରେ ନାହିଁ, ଏଗୁଡିକ ବି ରହିବ। ଖାଲି ସେତିକି ନୁହେଁ, ଆମେ କେବଳ କମ୍ଫର୍ଟେବୁଲ ଗୋଟେ ଜାଗାରେ, ଆମେ ଲ୍ୟାଣ୍ଡରେ କମ୍ଫର୍ଟେବୁଲ, ମାଛ ପାଣିରେ କମ୍ଫର୍ଟେବୁଲ, ଏ ସବୁ ଲିମିଟେସନ୍ସ। ପକ୍ଷୀ ଆକାଶରେ କମ୍ଫର୍ଟେବୁଲ, ଏଇ ସବୁ ଲିମିଟେସନ୍ସ। ତେଣୁ ଶରୀର ଆମେ ଭଲ କର୍ମ କଲେ ଠିକ ଅଛି, ଆମେ ଭଲ ଶରୀର ପାଇଲେ, ଶିକ୍ଷିତ ପରିବାରରେ ଜନ୍ମ ହେଲେ, ଧନୀ ପରିବାରରେ ଜନ୍ମ ହେଲେ, ସବୁ ଜିନିଷ ଠିକ ଆମେ ଭଲ ପାଇବା, କର୍ମଫଳ ଭୋଗ ଭଲ ଭୋଗିବା, କିନ୍ତୁ ଆମେ ଶରୀରଟେ ପାଇଲେ ଏବଂ ଶରୀର ପାଇଲା ଅର୍ଥ ଏ ସବୁ ଜିନିଷ ରହିବ, ତାକୁ ଆମେ ଆଭଏଡ କରିପାରିବାନି। ତେଣୁ ପାଇକି ଲାଭ କଣ ହେଲା? ଶରୀର ଆମେ ଏଇ ଯୋଉ କହୁଛେ ଭଲ କର୍ମ ଫଳ କରିକି ଆମେ ଏସବୁ ପାଇଲେ, ହ୍ୟାଣ୍ଡସମ ଫିଗର, ହ୍ୟାଣ୍ଡସମ ମାନେ ସୁନ୍ଦର ସ୍ୱାସ୍ଥ୍ୟ, ଏସବୁ ଲାଭ କଣ ହେଲା? ସେଥିପାଇଁ କୃଷ୍ଣ କହୁଛନ୍ତି ଏମିତି କାମ କର ଯାହାକି ତମେ ଏଇ ଯୋଉ ଭଲ ଏବଂ ଖରାପ କର୍ମଫଳ ଏ ଦିଟାକୁ ଆଭଏଡ କରିପାରିବ ଏବଂ ତମେ ତମର ଯୋଉ ଯୋଉ ଯେତିକି ଦିନ ପାଇଁ ସଂସାରକୁ ଆସିଛ, ତମର ଯେତିକି ଦିନର ଅବଧି ଟର୍ମ, ତାକୁ କମ୍ପ୍ଲିଟ କରିଦବ। ଚାଲିଯିବ କୋଉଠିକି ନା, ଏମିତି କାମ କର ଚାଲିଯିବ କୋଉଠିକି ନା ଯୋଉଠିକି ଆସିଥିଲ ଭଗବତ ଧାମ, ଯୋଉଠି ତମେ ଖୁସିରେ ଭଗବାନଙ୍କ ସହିତ ସମ୍ପର୍କ ରଖିକି ସେଠି ତାଙ୍କର ସେବା କରିକି ଖୁସି, ମାନେ ଅପାର ଖୁସି ତମର ମିଳିବ ବୋଲିକି ଭଗବାନ କହୁଛନ୍ତି। କାହିଁକି ନା ସେ ହଉଛି ପ୍ରକୃତ ଜୀବନ, ବାସ୍ତବ ଜୀବନ, ସେ ହଉଛି ପ୍ରକୃତ ଜଗତ, ବାସ୍ତବ ଜଗତ। ଇଏ ତ ହଉଛି ଆମର ରିଫ୍ଲେକ୍ସନ, ପ୍ରତିବିମ୍ବ। ଆମେ ଯୋଉ ଜଗତରେ ଆସିଛେ ସେଟା ଗୋଟେ ପ୍ରତିବିମ୍ବ, ଆମର ଯୋଉ ଜୀବନ ସେ ଗୋଟେ ପ୍ରତିବିମ୍ବ। ଯୋଉଟା ରିଅଲ ମ୍ୟାଙ୍ଗୋ, ସେ ଯେତିକି ସେଇଟା ସେ ରିଅଲ, ସେ ଯେତିକି ଆମକୁ ଖୁସି ଲାଗିବ, ଆମକୁ ପ୍ରତିବିମ୍ବ ଆମ୍ବଟା ଆମକୁ ଖୁସି ଦବନି, ଆମେ ତ ତାକୁ ଟଚ୍ ହିଁ କରିପାରିବାନି। ସେ ଖାଲି ଭିଜିବଲ, ଖାଲି ଦୃଶ୍ୟ, ସେ ପ୍ରତିବିମ୍ବଟା ହାପିନେସ ଇନ୍ ଭ୍ୟୁ ବଟ୍ ଆଉଟ୍ ଅଫ୍ ଏକ୍ସପିରିଏନ୍ସ, ଆମେ ତାକୁ ଭୋଗ କରିପାରିବାନି।
ଖାଲି ଦେଖା ଯାଉଥିବ ସେଇଭଳିଆ ଦିସ୍ ଲାଇଫ୍ ଇଜ ଲାଇକ୍ ଦ୍ୟାଟ୍। ତେଣୁ କୃଷ୍ଣ ସେଇଥିପାଇଁ କହୁଛନ୍ତି ଅର୍ଜୁନକୁ ଯୋଗ କର୍ମସୁ କୌଶଲମ୍। ଏଭଳିଆ ଜୀବନ ମାନେ ତମକୁ ବଞ୍ଚିବାକୁ ହୁଏ ଜଗତରେ ଏଇ ଉପାୟରେ ଯେ କଣ କେମିତି ହବ ନା ତମେ କର୍ମ ଫଳ ହିଁ ସଞ୍ଚୟ କରିବନି। କର୍ମ ଫଳ ସେ ଭଲ ହଉ ବା ମନ୍ଦ ହଉ ତାକୁ ଆମେ ପାଇବାନି। ତେଣୁ ଏଇ ହଉଛି ଯୋଉ ଯୋଗ କର୍ମସୁ କୌଶଲମ୍। କେମିତି ସେଟା କେମିତି କରିବ, ହାଉ ଟୁ ଡୁ ଦ୍ୟାଟ୍। କୃଷ୍ଣ କହୁଛନ୍ତି ଆକ୍ଟ ଅନ୍ ମାଇ ଆକାଉଣ୍ଟ, ଡୋଣ୍ଟ ଆକ୍ଟ ଅନ୍ ୟୁର ଆକାଉଣ୍ଟ। ମୁଁ ଏଟାକୁ ଏକ୍ସପ୍ଲେନ କରିବି। ସେ କହୁଛନ୍ତି ମୋ ହିସାବରେ କର, ମୋ ଅନୁସାରେ କର, ନିଜ ଇଚ୍ଛା ଅନୁସାରେ କର୍ମଟିକୁ କର ନା। ସେଇ କର୍ମ କରିବ କିନ୍ତୁ ମୁଁ ଯେମିତି ଚାହୁଁଛି ସେଇ ଅନୁସାରେ କର। ଫର ଏକ୍ସାମ୍ପଲ ଗୋଟିଏ ସୋଲଜର ଏକ୍ସାମ୍ପଲ ନେଇକି ମୁଁ ବୁଝେଇବି। ସୋଲଜର ବହୁତ ଦିନ କାଳ 20 ବର୍ଷ ହେଲାଣି ଟ୍ରେନିଂ ନେଇକି ସେ ଅଛି କୋଉଠି ଆର୍ମିରେ। ଯୁଦ୍ଧଟି ଆସୁଛି, ଯେତେବେଳେ ଯୁଦ୍ଧ ଆସୁଛି ମା କହୁଛି ପଳେଇଆ ଘରକୁ। ସେ ଆକ୍ଚୁଆଲି କଣ କରିବ? ସେ ଘରକୁ ପଳେଇ ଆସିବ ନା ଯୁଦ୍ଧ କରିବ? କାରଣ ମା 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 ଚାହୁଁଛି ଯେ ମୋର ଗୋଟିଏ ପୁଅ, ତୁ ତୋର ଯଦି କିଛି ହେଇଗଲା ମୋର କଣ ହବ? ତେଣୁ ମା ଚାହୁଁଛି ପରିବାର ଧର୍ମ ନିଭେଇବା ପାଇଁ। କିନ୍ତୁ ସେ ସେଠି ଅଛି କୋଉ ଧର୍ମ ନିଭେଇବା ପାଇଁ? ଜାତି ଧର୍ମ। କୋଉଟା ଶ୍ରେଷ୍ଠ ଧର୍ମ? ପରିବାର ଧର୍ମଠୁ ଜାତି ଧର୍ମଟା ହଉଛି ଉଚ୍ଚରେ। ପରିବାରକୁ ଖୁସି କରିବା ସେ ବି ଗୋଟେ ଧର୍ମ, କିନ୍ତୁ ଇଏ ହଉଛି ଲୋୟର ଧର୍ମ, ନିଚ ଧର୍ମ। ଉଚ୍ଚ ଧର୍ମ ହଉଛି ନେସନ। ସେଥିପାଇଁ ଭଗବାନ କହୁଛନ୍ତି ତମ ନିଜ ଇଚ୍ଛା ଅନୁସାରେ କର୍ମ କରିବା, ଇନ୍ଦ୍ରିୟ ଭୋଗଟା କରିବା ଠିକ ଅଛି, ତମେ କରିବ, କିନ୍ତୁ ସେଇଟା ହଉଛି ନିଚ କର୍ମ। ତମେ ମୋ ପାଇଁ କରିବାଟା ହଉଛି ଉଚ୍ଚ କର୍ମ। ଫର ଏକ୍ସାମ୍ପଲ ସେଇ ସୋଲଜର ଏକ୍ସାମ୍ପଲଟା ମୁଁ ନଉଛି। କେମିତି ଭଗବାନ କହୁଛନ୍ତି ମୋ ଆକାଉଣ୍ଟରେ କାମ କର, ତମ ଆକାଉଣ୍ଟରେ କାମ କର ନା। ତମ ଆକାଉଣ୍ଟରେ କାମ କଲେ ତମେ କର୍ମ ବନ୍ଧନରେ ପଡିବ, ତମେ ଫସିଯିବ। ୟୁ ୱିଲ୍ ହର୍ଟ ୟୁର ସେଲ୍ଫ। କେମିତି ନା ସେଇ ସୋଲଜରଟି ଯେତେବେଳେ ଯୁଦ୍ଧରେ ବହୁତ ଲୋକଙ୍କୁ ମାରି ଦଉଛି ତାକୁ ଗଭର୍ଣମେଣ୍ଟ କଣ କରୁଛି? ପରମବୀର ଚକ୍ର ଦଉଛି। କିନ୍ତୁ ସେଇ ସୋଲଜରଟି ଗାଁକୁ ପଳେଇ ଆସିକି ଯଦି କାହାକୁ ମାରି ଦଉଛି ତାକୁ ଭଗବାନ ତାକୁ ଗଭର୍ଣମେଣ୍ଟ କଣ କରୁଛି? ଶୁଳି ଦେଇ ଦଉଛି, ଫାଶୀ ଦେଇ ଦଉଛି। କାମ ସେୟା କଲା, ସେଠି ବି ଯୁଦ୍ଧରେ ଲୋକକୁ ମାରିଥିଲା, ଏଠି ବି ଆସିକି ସେ ଗାଁରେ ଯୁଦ୍ଧ ମାରିଦେଲା ଗୋଟେ ଲୋକକୁ। କିନ୍ତୁ ଡିଫରେନ୍ସ କଣ? ଡିଫରେନ୍ସ ହଉଛି ସେଠି ଗଭର୍ଣମେଣ୍ଟର ସାଂସନ ଥିଲା, ସେ ଗଭର୍ଣମେଣ୍ଟର ଇଚ୍ଛା ଅନୁସାରେ କାମ କରିଛି, ହାଇଏଷ୍ଟ ଅଥରିଟି। କିନ୍ତୁ ଏଠି ଅଥରିଟି ନାହିଁ, ତା ନିଜ ଇଚ୍ଛା ଅନୁସାରେ କାମ। ସୋ ଏଠି ହି ଆକ୍ଟେଡ ଅନ୍ ହିଜ ଆକାଉଣ୍ଟ, ଦେୟାର ହି ଆକ୍ଟେଡ ଅନ୍ ଗଭର୍ଣମେଣ୍ଟସ ଆକାଉଣ୍ଟ। ଦିସ୍ ଇଜ ଦ ଡିଫରେନ୍ସ। ସେଥିପାଇଁ ଭଗବାନ କହୁଛନ୍ତି ଯେ ୟୁ ଆକ୍ଟ ଅନ୍ ମାଇ ଆକାଉଣ୍ଟ, ମୋ ଆକାଉଣ୍ଟରେ କାମ କର। ଏଇ ହଉଛି କର୍ମସୁ କୌଶଲମ୍। କେମିତି ଆମେ କରିବା ତାଙ୍କ ଆକାଉଣ୍ଟରେ କର୍ମ? କେମିତି କରିବା? କରିବା ପୂର୍ବରୁ କାହିଁକି କରିବା, ଦ୍ୟାଟ୍ ଇଜ ଇମ୍ପୋର୍ଟାଣ୍ଟ। ଆମେ ତାଙ୍କ ଇଚ୍ଛା ଅନୁସାରେ କାହିଁକି କାମ କରିବା? ଆମେ ଯଦି ଦେଖିବା ଏଇ ଯୋଉ ସୂର୍ଯ୍ୟ, ତାର ଆଲୋକ ଉତ୍ତାପ ଆମ ପାଖକୁ ଆସୁଛି, ଫଳରେ ଆମେ ସକାଳୁ ଉଠିଲେ କାମ କରିପାରୁଛୁ, ନହେଲେ ଦିନ ସାରା ଅନ୍ଧାରରେ ରହିବୁ। ଏଇ ସୂର୍ଯ୍ୟ ଯୋଗୁ କେତେ କାମ ହଉଛି, ସକଳ ଶକ୍ତିର ଆଧାର। ତେଣୁ ସୂର୍ଯ୍ୟର ଯୋଉ ଆଲୋକ ଉତ୍ତାପ ଆସୁଛି ତାକୁ କିଏ ଦଉଛି? ଚନ୍ଦ୍ରର ଯୋଉ ସୁଶୀତଳ କିରଣ, ଯାହା ଫଳରେ ଯୋଉ ଶାଗ ସବଜି ଫଳ ସବୁ ରସ ଭରି ହେଇଯାଉଛି, ସେଇ ଯୋଉ ରସ ଭରି ଏଇ ସୂର୍ଯ୍ୟ କିରଣ ଯୋଗୁ, ଏଇ ଚନ୍ଦ୍ର କିରଣ ଯୋଗୁ। ତାକୁ କିଏ ଦଉଛି, କିଏ କରୁଛି? ପବନ ବହୁଛି, କିଏ କରୁଛି? ଅଗ୍ନି ନିଆଁ ଜଳୁଛି, ତାକୁ କିଏ କରୁଛି? ଫଳ ଫଳୁଛି, ଫୁଲ ଫୁଟୁଛି, ଏ ସବୁ କିଏ କରୁଛି? ଆମେ କହିବା ପ୍ରକୃତି କରୁଛି। ପ୍ରକୃତି ସୁୟତେ ସଚରାଚରମ୍ ମୟାଧ୍ୟକ୍ଷଣ। ଭଗବାନ ନିଜେ କହୁଛନ୍ତି ମୋ ନିର୍ଦ୍ଦେଶରେ ପ୍ରକୃତି ଚାଲୁଛି। ତେଣୁ ସିଏ ସବୁ କରୁଛନ୍ତି। ତେଣୁ ଆମେ ଦେଖୁଛେ
ଯେ ଆମ ଜୀବନର ଯାହା ଆବଶ୍ୟକତା ସବୁର କାରଣ ହେଉଛନ୍ତି ଭଗବାନ। ଭୂମିର ଅପ ନଲ ବାୟୁ ଖଙ୍ଗ, ଏ ପାଞ୍ଚଟି, ମାଟି, ପାଣି, ପବନ, ଅଗ୍ନି, ଆକାଶ, ଏ ପାଞ୍ଚଟି ଯୋଉ ମହାଭୂତ, ଏ ଭଗବାନଙ୍କର ଶକ୍ତି। ଏଇ ପଞ୍ଚ ମହାଭୂତରୁ ସାରା ସଂସାର ସୃଷ୍ଟି, ସାରା ଆମେ ଯାହା ଆମ ଚାରିକଡ଼ରେ ଦେଖୁଛେ ଏ ପାଞ୍ଚଟିରେ ବନିଛି। ଆଜି ଯଦି ଆମେ ଅନ୍ନ ଖାଉଛେ, ସେ ଧାନ ଆସିଲା କୋଉଠୁ? ସେ ଯୋଉ ମଞ୍ଜି କିଏ ଦେଇଛି? ଅହଂ ବୀଜ ପ୍ରଦା ପିତା ବୋଲି ଭଗବାନ କହୁଛନ୍ତି। ସେ ମଞ୍ଜି ଭଗବାନ ଦେଇଛନ୍ତି। ସେ ମଞ୍ଜିଟି ଆସିଗଲେ ବି କିଛି ହବନି। ସେ ମଞ୍ଜିକୁ ଆମେ ଲଗଉଛେ, ସେ ପାଣି ଦରକାର, ପାଣି କିଏ ଦଉଛି? ତାପାଇଁ ସୂର୍ଯ୍ୟ କିରଣ ଦରକାର, ତାକୁ କିଏ ଦଉଛି? ପ୍ରତ୍ୟେକ ଜିନିଷ ଆମେ ଦେଖିବା, ଆମେ ଭଗବାନଙ୍କର ଜିନିଷକୁ ନେଇକି ଆମେ କଣ କରୁଛେ? ତାକୁ କନଭର୍ଟ କରୁଛେ। କୌଣସି ଜିନିଷ ଆମେ ପାଉଛେ, ତାପରେ କହୁଛେ ଇଏ ଆମର। ତେଣୁ ଏତେ ଜିନିଷ ଯୋଉ ଭଗବାନ ଦଉଛନ୍ତି ଆମକୁ, ଆମେ ବ୍ୟବହାର କରୁଛେ, ଭଗବାନଙ୍କର ଜିନିଷ ନେଇକି ଆମେ ବ୍ୟବହାର କରୁଛେ। ଆମେ କିନ୍ତୁ ତାଙ୍କୁ ପରିବର୍ତ୍ତନ କଣ ଦଉଛେ? ଆମେ ଯଦି ସରକାରଙ୍କୁ ଆମେ ପାଣି ନଉଛେ, ତାଙ୍କୁ ପାଣି କର ଦଉଛେ। ଯଦି ବିଜୁଳି ନଉଛେ, ବିଜୁଳି କର ଦଉଛେ। ଭଗବାନ ତ ସୂର୍ଯ୍ୟଙ୍କର ଆଲୋକ ଦଉଛନ୍ତି, ଆମେ ତାଙ୍କୁ କଣ ପଇସା ଦଉଛେ? କେତେ ପେମେଣ୍ଟ କରୁଛେ? ବର୍ଷା ଦଉଛନ୍ତି, ପାଣି ପୁରା ଦଉଛନ୍ତି, ଆମେ ତାଙ୍କୁ କେତେ ପେମେଣ୍ଟ କରୁଛେ? ତ ଏସବୁ ଯୋଉ ଭଗବାନ ଦଉଛନ୍ତି ଆମକୁ, କାହିଁକି ଦଉଛନ୍ତି? ନେକ୍ସଟ କ୍ୱେଶ୍ଚିନ୍। ପ୍ରଥମେ ହେଲା ହ୍ୱାଇ ଇଜ ଗିଭିଂ। ନେକ୍ସଟ ହଉଛି ହାଉ ହ୍ୱାଇ ଇଜ, ମାନେ ମାନେ ବର୍ତ୍ତମାନ ଆମର ନେକ୍ସଟ କ୍ୱେଶ୍ଚିନ୍ ଆସୁଛି, ସେ ଏତେ ଗୋଟେ ଜିନିଷ ଆମକୁ ଦଉଛନ୍ତି ଫ୍ରିରେ, କାହିଁକି ଦଉଛନ୍ତି? ଯେମିତି କିଛି ଉଦ୍ଦେଶ୍ୟ ଅଛି। ଯେମିତି ବାପା ପିଲାମାନଙ୍କର ପାଇଁ ସବୁ କିଛି କରୁଛି, କୋଉଥିପାଇଁ? ସବୁ ଜିନିଷ ଯୋଗେଇ ଦଉଛି ଏଇଥିପାଇଁ କି ବଡ ହେଲେ ସେ ବାପା କଥା ଅନୁସାରେ ମାନିବ, ବାପା କଥା ଅନୁସାରେ କାମ କରିବ। ସେଥିପାଇଁ ସେ ଯୋଗେଇ ଦଉଛି ପ୍ରତ୍ୟେକ ଜିନିଷ। ସେମିତି ଭଗବାନ କହୁଛନ୍ତି, ଭଗବାନ ଏଇଥିପାଇଁ ଏ ସବୁ ଜିନିଷ ଦଉଛନ୍ତି। ସେ କହୁଛନ୍ତି ଯେ ମୋ ଅନୁସାରେ କାମ କର। ସେଥିପାଇଁ ଏସବୁ ଦଉଛନ୍ତି। ସେ କଣ ସେ କୋଉ ଚିନ୍ତା କରୁଛନ୍ତି? ସେ କହୁଛନ୍ତି ଯେ ଭଗବତ ଗୀତା ପଢ, ତମ ଜୀବନ ଶୈଳୀଟାକୁ ଏମିତି କର, ବେଦ ପଢ, ଭଗବତ ଗୀତା ପଢ, ସବୁ ଏସବୁ ଜିନିଷ ତମ ଜୀବନ ଶୈଳୀକୁ ଏଭଳିଆ କରିଦିଅ ଯେ ମୋ ଇଚ୍ଛା ଅନୁସାରେ ତମେ ଚାଲିବ, ଆଉ ତମର ପ୍ରୋବ୍ଲେମ ହବ ନାହିଁ। କିନ୍ତୁ ଆମେ ଜଗତକୁ ଆସିଛେ କୋଉଥିପାଇଁ? ଉପଭୋଗ କରିବାକୁ। ଇଏ ଗୋଟିଏ ମାତ୍ର ଏଜେଣ୍ଡା ନେଇକି ଆମେ ଆସିଛେ ଏ ଜଗତକୁ, ଉପଭୋଗ କରିବା ପାଇଁ। ଭଗବାନ କହୁଛନ୍ତି ଠିକ ଅଛି, ତା ମଧ୍ୟ ମୁଁ ବାଟ ବତେଇ ଦେବି। ତମେ ଯଦି ଉପଭୋଗ କରିବାକୁ ଚାହୁଁଛ, ତାର ମଧ୍ୟ ମୁଁ ବାଟ ଦେବି, ତାର ଗୋଟେ ଫର୍ମୁଲା ଦେବି। ଉପଭୋଗ କରିବ, କିନ୍ତୁ କର୍ମ ଫଳର ଶିକାର ହବନି, କର୍ମ ବନ୍ଧନରେ ପଡିବନି। ସେଇଗୁଟାକୁ କହୁଛନ୍ତି ଯୋଗ କର୍ମ ସୁକୌଶଳ। ଗୋଟେ ଉଦାହରଣ ନିଅନ୍ତୁ। ଗୋଟେ ସପୋଜିଂ ଗୋଟେ ପିଲା, ଛୋଟ ପିଲା, ସେ ଖେଳିବାକୁ ଚାହୁଁଛି, କିନ୍ତୁ ପ୍ୟାରେଣ୍ଟସ୍ କଣ କହୁଛି? ନାଇଁ ପାଠ ପଢ। ପିଲା କିଛି ଚାହୁଁଛି, କିନ୍ତୁ ବାପା କହୁଛି ମୋ କଥା ମାନ। ତେଣୁ ସବୁବେଳେ ପ୍ୟାରେଣ୍ଟସ୍ ମାନଙ୍କର ଇଚ୍ଛା ଯେ ପିଲା ମୋ କଥା ମାନୁ। ସେମିତି ଆମେ ହଉଛେ ଭଗବାନଙ୍କର ସନ୍ତାନ। ତେଣୁ ଭଗବାନ କହୁଛନ୍ତି ଯେ ଓବେ ମି, ମୋ କଥା ମାନ, ମୋର ଇଚ୍ଛା ଅନୁସାରେ କାମ କର, ଆଲାଇନ୍ ୱିଥ ମାଇ ୱିଲ୍। କାହିଁକି ନା ଯେମିତି ପିଲାମାନଙ୍କୁ ମା କଣ କହେ ଯେ ନା ନାଇଁ ଏସବୁ କରନା, ଏ ନିଆଁରେ ହାତ ମାରନା, ସେ ଛୁରୀ ଧରନା, ହାତ କଟିଯିବ, ବାହାରକୁ ଏକୁଟିଆ ଯାଆନା। ଏସବୁ କଣ? ମା ତାର କନସର୍ନ ପିଲା ପାଇଁ, ତାର ସୁରକ୍ଷା ପାଇଁ, ତାର ସେଫଟି ସିକ୍ୟୁରିଟି। ସେମିତି ଭଗବାନ ମଧ୍ୟ ଆମ ପାଇଁ କନସର୍ନ। ସେ ମା ଭଳିଆ ମଧ୍ୟ ଆମକୁ ସେ ପ୍ରଥମେ କହୁଛନ୍ତି ଯେ ମୋ କଥା ମାନ, ମୁଁ ଯାହା କହୁଛି ସେ ଅନୁସାରେ କର୍ମ କର। ପ୍ରଥମେ ସେ କହୁଛନ୍ତି, ଯେମିତି ମା କେତେ ଗୁଡେ ଜିନିଷକୁ ନାଇଁ ନାଇଁ କରୁଛି, ସେମିତି ଭଗବାନ ମଧ୍ୟ କେତେ ଗୁଡେ ଜିନିଷକୁ ନାଇଁ ନାଇଁ କରୁଛି। ଅଲରେଡି ମୁଁ ଏକ୍ସପ୍ଲେନ କରିସାରିଲିଣି। କଣ ନା ନୋ ମିଟ୍ ଇଟିଂ। କୌଣସି ଆଇଁଷ, କାରଣ ଆମିଷ ଜିନିଷ ଅର୍ଥ ସେଥିରେ ଜୀବନ ଅଛି।
ସେ ଗୋଟେ soul। ତେଣୁ no meat eating, no illicit sex, ଇଏ ପାପ। ତେଣୁ no to four things, ଅବୈଧ ସମ୍ପର୍କ ନାହିଁ, no intoxication, ମାଦକ ଦ୍ରବ୍ୟ ସେବନ ନାହିଁ, no gambling, जुआ खेल अर्थात मिछ कहवा, चोरी करवा, ठकिवा, जेकोसी उपाय धन अर्जन करवा, लोभासक्त ये गैम्बलिंग, ये चारोटी ये तो भगवान कहते नो टू ऑल दिस फोर्स। प्रथम कहते यही तो आग मान ओबे। नेक्स्ट कहते ठीक अच्छे तुम एंजॉय करने को चाहूच, तुम एंजॉय कर गोटे फर्मुला दूची, तुम कर, तुमको कर्म बंधन रे तुम्हें पड़ोनी। कौन से कहते लिव सैंक्शन sanctified regulated life, very important this one sentence, live sanctioned sanctified regulated life। जीवनटा एभली कर जे जो अनुसार मोर अनुमोदित जिनस मु जो अनुसार चाहूची से अनुसार कर, सैंक्शन जहाँ मु सैंक्शन करिछि एवं जहाँ से जिनसटा को सैंक्टिफाई कर अर्थात ताको प्यूरिफाई कर। लास्ट से कर्मटा कि माने नियंत्रण करिकी कर, नियंत्रण दरकार तार रेगुलेशन, ये तीनोटी जिनस। आई विल टेक 2-3 एग्जांपल्स एंड एक्सप्लेन इट। फर्स्ट कौन जे आमे खाइबा को चाहूचे, खाइकी उपभोग करबा को चाहूचे आम जीवन में, भगवान कहते किसी असुविधा नहीं, एंजॉय, किंतु सैंक्शन पत्रम पुष्पम फलम त्वयम, आ छड़ा किसी सैंक्शन करी नहीं। भगवत गीता रे भगवान कहते शाकाहारी सात्विक भोजन, पत्रम पुष्पम फलम त्वयम, त्वयम माने पानी, मद नुहे, मांस नुहे, शाकाहारी। तेणु एक सैंक्शन कर तथापि तुम निजे खाई दियो ना, कर्मबंधन में पड़ो। कारण जी खाई दिए थर्ड चैप्टर से एक्सप्लेन करेंगे जे सी हूँ पाप रही, ताकू सैंक्टिफाई कर, प्यूरिफाई कर, शुद्धिकरण कर। कौन ताकू भोग लगाओ, फॉर टू मी, भगवान कहते कृष्ण कहते जे ताकू मो पाखरे भोग लगाओ, ताहले सेतरे जहा अनर्थ अच्छी से चली जीवो, से शुद्धिकरण हो गला, प्यूरिफाइड हो गला, सैंक्टिफाइड, आ कर्म बंधन में पड़ोनी। भगवान कहते पुणी अगेन दैट इज नॉट इम्पोर्टेंट, डोंट स्टॉप देयर, रेगुलेट योर ईटिंग। हाउ से कहते 50-25-25, ये दिस शुड बी द रेशियो, ये अनुपात रे जेतिकी मते भोक होउची मो पेटरे धरिबो मु 50 भाग खाइबी, 50%, 25% मु छाड़ी देबी, पानी पाई छाड़ीबी, पानी पीबी, बाकी 25% वायु संचारण पाई छाड़ी देबी, खाली रखिबी। दिस इज रेगुलेटेड। मते भल लागुची रसगोला बोली कि 10टा जगह 20टा खाई देबी, भांति तो करिबी, हॉस्पिटल आई जेबी, मेडिसिन खाइबा पड़िबो। से कहउचंदी रेगुलेटेड, प्रत्येक जिनसर गोटे रेगुलेशन अच्छी कि एक्टिविटी। गोटे एग्जांपल नेली, सेमती भगवान कहते तुम एंजॉय करने को चाहूच सेक्स लाइफ, ठीक अच्छे, नो प्रॉब्लम, एंजॉय, बट मैरिड लाइफ ना विवाहित तो पूर्व संपर्क, ना विवाह पर का सहित संपर्क, मैरिड लाइफ। एवं कहते खाली सेतिके हो गलानी, ताकू सैंक्टिफाई करने को पड़ो, अर्थात प्यूरिफिकेशन तार करने को पड़ो। केमिति कहते भक्ति, प्रत्येक दिन भगवान आरती करवा, मंगल आरती, 16 राउंड माला करवा, भक्ति। विवाह पर पुरुष स्त्री दुई जन जाक भगवान भक्ति करेंगे, ताहले तांको मैरिड लाइफ प्यूरिफाइड होउची। भगवान को भोग लगेबे, प्रसाद रूपे ग्रहण करेंगे, 16 माला करेंगे, भगवान पूजा अर्चना करेंगे, आरती करेंगे, ये सैंक्टिफाइड हो गला। एवं रेगुलेटेड कौन कहते लाविश
लाइफस्टाइल माने नुहे सरल सिंपल लाइफ जेतिक हमको आमे जहाँ रोजगार करूचे आमे कौन करवा स्वामी स्त्री से कौन करेंगे जहाँ एक्सेस वेल्थ रहा ताकू संचय करेंगे कहीं ना तांकर आध्यात्मिक जीवन प्रगति पाई से माने जीवे कौन ना सेवा करेंगे भगवान दरकार पड़े दान करेंगे ना नित्य सेवारे लगेबे भगवान प्रत्येक मंथ रे जहाँ सालेरी पाउछन से किसी परसेंटेज भगवान को देवे ना भगवान प्रचार प्रसार पाई सेवा करेंगे बुक डिस्ट्रीब्यूशन रे जाइए बुली बुली की बही बांटिबे लोक भगवान ये हूँ सेवा तेणु जी पैसा रहा से बाबद खर्च हम सेविंग करने पड़ो ये हूँ रेगुलेशन लाविश लाइफ नुहे ये माने कि ये गोटे आउ गोटे हूँ धरत आम रोजगार करुचे ताकू केमती आम सैंक्शन सैंक्टिफाइड रेगुलेटेड लाइफ करिपरिबा आमको भगवान कहते आमे ऑनेस्ट वे रे पैसा रोजगार करवा ऑनेस्ट वे रे ठकिकी नुहे चोरी करिकी नुहे गलत उपाय रे नुहे लोभासक्त होइकी नुहे लोन करवा क्रेडिट रे आनिबा ये सब नुहे ये हला सैंक्शन एवं सैंक्टिफाइड कौन ना जेमिति आमर सैलरी आम ए कौन करुचे आग गवर्नमेंट को दे दूचे टीडीएस टैक्स डिडक्टेड एट सोर्स सेमिति सेटा भगवान सेटा गवर्नमेंट नहीं कौन कर विभिन्न सेवा काम कर गवर्नमेंट सेमती भगवान सेवा आमको किसी दवा पड़ो टीडीएस ताकू आमे कहूचे ट्रांसेंडेंटल डिवोशनल सर्विसेस ट्रांसेंडेंटल डिवोशनल सर्विसेस टीडीएस ताले से सैंक्टिफाइड हो गला हमर जो आमे जहाँ पाइचे जो सैलरी से सैंक्टिफाइड हो गला शुद्धिकरण तार हो गला एवं ताकू रेगुलेशन कौन तार रेगुलेशन अर्थ आम मन इच्छा से माने रोजगार को खर्च करवानी एमे रेस्टोरेंट हवा केमिति ना किछिटा आमे पैसा सेव करवा आमर फ्यूचर लाइफ जो बुढ़ा जो आम केवल आध्यात्मिक जीवन में आम बेसी ध्यान रही पैसार जरूरत हम तेणु से समय आम पैसा को संचय कर भगवान कहते जेकोसी आम गोटे उदाहरण नवा ताकू केमिति आम ये भगवान जमी चाहते कहते एंजॉय कर बट लिव सैंक्शन sanctified and regulated life तो भगवान कहीदे यू एंजॉय बट एंजॉय अकॉर्डिंग टू माय फॉर्मूला मु जेमती कहूची से अनुसार कर कहीदे एवं तथापि आमे बेले बेले कौन करुचे ना आमर उद्देश्य हूँ आम भल कर्म करवा तो भगवान कहते से जो पुण्य काम करके आम स्वर्ग को जीवा पुण्य काम करके आम भल घरे जन्म हवा कहते सेगुड़ा भी कर किसी असुविधा ना भगवान कहते कर ताकू कर जदि तुम यूनिफॉर्म दबा को चाहूच गोटे स्कूल पिला मानू तुम जब ठीक ढंग से न कर पारल भगवान कहते कौन हम यदि ठीक ढंग से मो जो कहवा अनुसार न कर कौन हम ना अति बेस्टी तुम तो पूरा पर जन्म गोटे भल जन्म हम भर घरे जन्म हवा चाहूच यस यू विल बी ए ओनर ऑफ टेक्सटाइल मिल जेहेतु तुम दान कर यूनिफॉर्म गोटे टेक्सटाइल मिल गोटे ओनर हो जन्म हम आउ कौन नेक्स्ट लाइफ रे या ही हम बा तुम यदि पिला मानू बही दान करने को चाहूच ताले प्रिंटिंग प्रेस रो मालिक हम जदि क्या सुशीला को पानी दवा को इच्छा कर तुम पानी देल
କହିଲ ଯେ ମୁଁ ପୁଣ୍ୟ କାମ କଲି, ଠିକ ଅଛି କଲ, କିନ୍ତୁ ଜନ୍ମ ପାଇବ, ଗୋଟେ ଜନ୍ମ ତ ମିଳିବ। ଜନ୍ମ ପାଇବ କୋଉଠି? ନା ନଦୀ କୂଳରେ କି ନଦୀ ଭିତରେ। ତେଣୁ ଏଇଭଳି ଭଗବାନ କହୁଛନ୍ତି ଯେ ତାକୁ ମଧ୍ୟ ମାନେ ସାଣ୍ଟିଫାଇ କର, ତାକୁ ଠିକ ଢଙ୍ଗରେ ଦାନ କର। ଯୋଉ କର୍ମଟି କରିବାକୁ ଚାହୁଁଛ ତାକୁ ଢଙ୍ଗରେ କର। କଣ ନା ଯଦି ଆମେ କାହାକୁ ମାନେ କାହାକୁ ସ୍ଲମ ରେ ଯାଇକି ଆମେ ଅନାଥ ଆଶ୍ରମରେ ଯାଇକି ଆମେ ଖାଇବାକୁ ଦବାକୁ ଚାହୁଁଛେ, ଦବା। କିନ୍ତୁ ଭଗବାନ କହୁଛନ୍ତି ତାକୁ ପ୍ରସାଦ ଭୋଗ ଲଗେଇକି ଭଗବାନଙ୍କୁ ଦିଅ। ଯଦି ସେ ପ୍ରସାଦ ଆକାରରେ ଦେଲେ, ତାହେଲେ ନା ଆମକୁ ଲାଗିବ କର୍ମ ବନ୍ଧନରେ ଆମେ ପଡିବା, ନା ତାଙ୍କର କୌଣସି ଅସୁବିଧା ହବ। କାରଣ ପ୍ରସାଦ ଗୋଟେ ଜିନିଷ, ସେ ଘୋର ପରିବର୍ତ୍ତନ ଆଣିବ। ଆମେ ଯେତେବେଳେ ଭୋଗ ଲଗେଇକି ଖାଉଛେ ଏବଂ ଖାଲି ଖାଇ ଦଉଛେ, ଲଟ୍ ଅଫ୍ ଡିଫରେନ୍ସ। ଭୋଗ ଲଗେଇଦେଲା ମାନେ, ପ୍ରସାଦମ ହେଇଗଲା ମାନେ, ସେ ଜିନିଷ ପ୍ରସାଦମରେ ଯୋଉ ଭଗବାନଙ୍କର ଏନର୍ଜି ଯାଇଛି ସେଠିକି, ସେ ଏନର୍ଜି ଆମ ଭିତରକୁ ଯାଉଛି, ଆମକୁ ପ୍ୟୁରିଫାଇ କରିବ। ତେଣୁ ଭଗବାନ କହୁଛନ୍ତି ଫୁଡ ଦବାକୁ ଚାହୁଁଛ ତାକୁ ପ୍ରସାଦ ରୂପେ ଦିଅ। ଯଦି ପଇସା ଦବାକୁ ଚାହୁଁଛ, କୋଉ ଧନୀ ଭିକାରୀ କି ହ୍ୟାଣ୍ଡିକ୍ୟାପ କାହାକୁ ପଇସା ଦବାକୁ ଚାହୁଁଛ, ଦିଅ। କିନ୍ତୁ ଦବା ପୂର୍ବରୁ ତାଙ୍କୁ କୁହ ହରେ କୃଷ୍ଣା କହିବା ପାଇଁ, ମୋ ନାଁ ନବା ପାଇଁ କୁହ। ତାହେଲେ ସେ ଶୁଦ୍ଧିକରଣ ହଉଛି। ସ୍କୁଲରେ ବହି ଦବାକୁ ଚାହୁଁଛ, ନୋଟବୁକ୍, ଠିକ ଅଛି ଦିଅ, କିନ୍ତୁ କୁହ ହରେ କୃଷ୍ଣା କହିବେ। ତ ଏଇଭଳି ଭଗବାନ କହୁଛନ୍ତି ଯେ ମୋ ଇଚ୍ଛା ଅନୁସାରେ ଯଦି କର୍ମ କରିବ, ତାହେଲେ କୌଣସି ପ୍ରୋବ୍ଲେମ ନାହିଁ, ତମେ କର୍ମ ବନ୍ଧନରେ ପଡିବନି। ସେ କହୁଛନ୍ତି ଯଦି ଏଇଭଳି ନ କରିବ, ତାହେଲେ କଣ ହବ ନା ତମେ ଯୋଉ ଲୋକକୁ ଦାନ କଲ ସେ ମିସୟୁଜ କରିପାରେ। ଯେମିତି ଆମେ ନେତ୍ର ଦାନ କରୁଛେ, ଏ ନେତ୍ର ଦାନ କଲା ପରେ ସେ ନେଇକି କଣ କରୁଛି? ଅଶ୍ଳୀଳ ଜିନିଷ ଦେଖୁଛି, ଟିଭି ଟିଭି 24 ଘଣ୍ଟା ଦେଖୁଛି, ମିସୟୁଜ କରୁଛି। ତାର ଲାଭ କଣ ହେଲା ନେତ୍ର ଦାନ କରିକି? ଭଗବାନ କହୁଛନ୍ତି ପସିବିଲିଟି ଅଛି 100% ଯେ ଆମେ ଯଦି ତାକୁ ପ୍ୟୁରିଫାଇ କରୁନେ, ତାହେଲେ ସେ ମିସୟୁଜ ହବ। ତେଣୁ ଏଇଭଳି ଭଗବାନ କହିଲେ ଯେ କର୍ମ କର, ମୁଁ ଯୋଉ ଅନୁସାରେ କହୁଛି। ତେଣୁ ସେ କହୁଛନ୍ତି ଯାହାଟା କରୁଛ, ମାନେ ଏଭ୍ରିଥିଙ୍ଗ ୟୁ ମେକ୍ ଇଟ୍ ସ୍ପିରିଚୁଆଲ, ତାପରେ କର। ଏହା ହିଁ ତାଙ୍କର ଉଦ୍ଦେଶ୍ୟ, ଆଉ କିଛି ନୁହଁ। ମତେ ଅଫର କର ଏବଂ ତାପରେ ମୋ ନାଁ ନିଅ ବା ମୋ ଚେତନାରେ କର, ଦେନ୍ ୟୁ ଆର୍ ମେକିଂ ଇଟ୍ ସ୍ପିରିଚୁଆଲ, ତାପରେ ଦିଅ। ତାହେଲେ କଣ ହବ ନା ମା କର୍ମ ଫଳ ହେତୁ ଭୂ, ତାହେଲେ ତମ କର୍ମ ଫଳର କାରଣ ହେଲ ନାହିଁ, ଯୋଉଟା ଅତୀତରେ ଭଗବାନ କହିଥିଲେ। ଯଦି କର୍ମ ଫଳର କାରଣ ଆମେ ହେଇଗଲେ, ତାହେଲେ ଆମେ କର୍ମ ବନ୍ଧନରେ ପଡିଗଲେ। ତିନି ଚାରୋଟି ଉଦାହରଣ ଦେଇକି ଆକୁ କ୍ଲୋଜ କରିବା। କଣ ନା ଗୋଟେ ଗାର୍ଡେନର, ଯେମିତି ଆମକୁ ଉଦାହରଣ ଦେଇଥିଲି, ଗୋଟେ ଗାର୍ଡେନର ମାନେ ଆମେ ଗୋଟେ ବଗିଚା କରିଛେ, କାହାକୁ ମାଳି ରୂପେ ରଖିଲେ ସେ ସବୁ ପ୍ରକାର ଜିନିଷ ତାକୁ ଯୋଗେଇ ଦେଲା ଓନର, ଏବଂ ମାଳି କଣ କରୁଛି? ଶ୍ରମ ଦାନ କରୁଛି, ଏବଂ ଯାହା ଫଳ ଆସିଲା ସେ ବଗିଚାରୁ ସବୁ ଭଗବାନଙ୍କୁ ଦଉଛି, ନିଜେ ନଉନି। ସେମିତି ଆମକୁ ଭଗବାନ ସବୁ ଯୋଗେଇ ଦେଇଛନ୍ତି, ସବୁ ସାମଗ୍ରୀ ଯୋଗେଇ ଦେଇଛନ୍ତି। ଆମେ ଖାଲି ଆମ ଶ୍ରମ ଦଉଛେ, ତାକୁ କନଭର୍ଟ କରୁଛେ ଆଉ ଗୋଟେ ଜିନିଷ। ସେଥିପାଇଁ କର୍ମଫଳ ଆମେ ଭଗବାନଙ୍କୁ ଦବା। କର୍ମଫଳ ଆମର ନୁହେଁ, ଆମେ ଭଗବାନଙ୍କୁ ଅର୍ପଣ କରିବା କର୍ମଫଳ। ତେଣୁ ଭଗବାନ କହୁଛନ୍ତି କର୍ମଫଳ ମତେ ଦିଅ, ଆଉ ତମେ କର୍ମବନ୍ଧନରେ ପଡିବନି। ଆଉ ଯଦି ମତେ ତମେ ନ ଦବ, କଣ ହବ ନା ତମେ ତମର ନିଜର କ୍ଷତି କରିବ। ତାର ବି ଗୋଟେ ଉଦାହରଣ ଦଉଛି ଯେ ଗୋଟେ ବାପା ଥରେ ସେ ତାର ପିଲାକୁ ସବୁବେଳେ ସବୁ ଜିନିଷରେ କଣ୍ଟ୍ରୋଲ କରେ, ଏଇଟା କରନା ସେଇଟା କରନା ଅମୁକ କରନା। ପିଲା ବହୁତ ପରିଶାନ ହେଇଯାଇଥିଲା। ତାର ପାଠ ଯେତେବେଳେ ସରିଲା, ସେ ଯେତେବେଳେ ଆମେରିକା ଗଲା ଚାକିରି କରିବାକୁ, ସେ ବହୁତ ଖୁସି ହେଇଗଲା। କହିଲା ଯେ ଯାହା ହଉ, ଆଉ ବାପାର ପାବନ୍ଦି ମୋ ପାଇଁ ନାହିଁ,
ମତେ ଆଉ ସେ କଷ୍ଟ ଏଇ ଯୋଉ ପ୍ରକାର କଣ୍ଟ୍ରୋଲ କରୁଥିଲେ ଆଉ କରିବେନି, ମୁଁ ତାଙ୍କଠୁ ବହୁତ ଦୂରରେ ଅଛି। କିନ୍ତୁ ଯୋଉ ଦିନ ସେ ଆମେରିକାରେ ପହଞ୍ଚିଲା ତା ପରଦିନ ବାପା ଜାଣିଛନ୍ତି ଯେ ସେ $5,000 ପାଇବ। ସେ ଗୋଟିଏ ଟେଲିଗ୍ରାମ ପାଇଲା ଯେ ଯେ ପୁଅ ଯୋଉ ପଇସା ପାଇବୁ ସେଥିରୁ $4,000 ମୋ ପାଖକୁ ପଠେଇ ଦଉ। ପୁଅ କହିଲା ଆରେ ତଥାପି ମୁଁ ଭାବିଥିଲି ବାପା ମତେ କଣ୍ଟ୍ରୋଲ କରିବେ, ମୁଁ ଏଠିକି ଆସିଲି ଯେ 5,000 ପାଇଥିଲେ, ମୁଁ ଯଦି ବାପାକୁ ଦେଇଦେବି ସବୁ 4,000 ତାହେଲେ ମୁଁ ଏଠି ଏନ୍ଜୟ କରିବି କେମିତି? ମୁଁ ତ ଆସିଥିଲି ସେଥିପାଇଁ ଏ କଣ୍ଟ୍ରୋଲ। ତେଣୁ ଏ କଣ୍ଟ୍ରୋଲ ଛାଡିଲାନି, କିନ୍ତୁ ବାପାକୁ ସେ ମାନେ ଏବଂ $4,000 ସେ ପଠେଇଲା ପ୍ରତି ମାସରେ। ତ ଏଇଭଳି 5 ବର୍ଷ ପର୍ଯ୍ୟନ୍ତ ପଠଉଛି। ଦିନେ ହଠାତ୍ ବାପା କହିଲେ ଯେ ପୁଅ ପଳେଇଆ, ଆଉ ତୋର ବର୍ତ୍ତମାନ ଝିଅ ଠିକ ହେଇଯାଇଛି, ତୁ ବାହା ହବୁ। ବାହାଘର ହଉଛି, ସେ ବାହାଘର ଦିନ ବାପା କଣ କରୁଛି ନା ତାକୁ ଗୋଟେ ଚେକ୍ ଦଉଛି। କଣ ନା 4,000 × 12 × 5 ପ୍ରତି ମାସରେ ଯୋଉ $4,000 ତାର 12 ମାସକୁ ହେଇଗଲା ଯେତିକି ବର୍ଷ, 5 ବର୍ଷ ପୁଣି 5ରେ ଗୁଣିକି ସେ ଯେତିକି ହେଲା ତାକୁ ଗୋଟେ ଚେକ୍ ଦେଇଦେଲା। ପୁଅ କହିଲା ବାପା ଇଏ ତ ଏକ୍ଜାକ୍ଟଲି ସେଇ ଆମାଉଣ୍ଟ ଯୋଉ ଆମାଉଣ୍ଟ ମୁଁ ତମ ପାଖକୁ ପଠେଇଥିଲି, ଇଏ ତମେ ମତେ କଣ ପାଇଁ ଦେଇଦେଲ ବାପସ? ବାପା କହିଲେ ପଇସା ତୋ, ମୋର ନୁହେଁ, କିନ୍ତୁ ତୁ ସେତେବେଳେ ତାର ସତ୍ ଉପଯୋଗ କରିନଥାନ୍ତୁ। ତୁ ପଇସା ପାଇଲା ମାନେ ଏତେ ଗୁଡେ ପଇସା ନିଶ୍ଚିତ ରୂପେ ତୁ ତାର ଦୁର୍ବ୍ୟବହାର କରିଥାନ୍ତୁ, ଦୁରୁପଯୋଗ କରିଥାନ୍ତୁ। କୋଉଠି ମଦ ପିଇଥାନ୍ତୁ, ଗଞ୍ଜେଇ ଟାଣିଥାନ୍ତୁ, ଆଉ କଣ କରିବୁ, ଅଧିକା ପଇସା ପାଇଲେ ଏହା କରିବୁ, କୋଉଠି କ୍ଲବ ଯିବୁ, କୋଉଠି ଏ ଝିଅ ସେ ଝିଅ, ତାକୁ ହୋଟେଲ ନବା ୟାକୁ ହୋଟେଲ ନବା, ଏଇଭଳି ତୁ ଜୀବନ ଯାପନ କରିଥାନ୍ତୁ, ତୋ ନିଜର କ୍ଷତି ହେଇଥାନ୍ତା। ତାକୁ ରୋକିବା ପାଇଁ ମୁଁ ନେଇ ଆସିଲି, କିନ୍ତୁ ଆଜି ବିଭାଘର ହେଇଗଲୁ, ତୋ ପାଖକୁ ପୋଲିସ ଆସିଯାଇଛି ଏବଂ ସିଏ ହଉଛି ତୋ ସ୍ତ୍ରୀ, ସେ ତତେ ଜଗିବ, ତେଣୁ ମୋର ଆଉ କଣ୍ଟ୍ରୋଲ ରଖିବାର ଆବଶ୍ୟକତା ନାହିଁ। ସେଇଦିନ ପୁଅ ବୁଝିଲା ଯେ କାହିଁକି ଭଗବାନ କହୁଛନ୍ତି ମା କର୍ମ ଫଳ, ମା ଫଲେଷୁ କଦାଚନ, କାହିଁକି କର୍ମ ଫଳରେ ଆସକ୍ତି, ସେଥିପାଇଁ କାଳେ ଆସକ୍ତି ଆସିଯିବ କର୍ମ ଫଳରେ, ସେଥିପାଇଁ ସେ ଭଗବାନ, ସେଥିପାଇଁ ସେ ବାପାକୁ ଦିଏ, ସେଇଥିପାଇଁ ଭଗବାନ କହୁଛନ୍ତି ମତେ ଦେଇଦିଅ, ଫଳରେ ଆଉ ତମର କର୍ମ ଫଳ ପ୍ରତି ଆସକ୍ତି ଆସିବନି। ତେଣୁ ଭଗବାନ ଏଠି କହୁଛନ୍ତି ଯେ ଆଲାଇନ୍ ୱିଥ ମାଇ ୱିଲ୍। ଯେମିତି ଜମିଦାରଟିଏ ଗୋଟେ ଜାଗାରେ, ଗୋଟେ ଜମିଦାର, ଆଉ ଗୋଟେ ଏକ୍ସାମ୍ପଲ ଦଉଛି, ଆଲାଇନ୍ ୱିଥ ମାଇ ୱିଲ୍ ଅର୍ଥ କଣ ନା ଜମିଦାରଟିଏ ତାର ଦେଖିଲା ଯେ ତାର ଯୋଉ କାନ୍ଥର ବାଡ, ସେ ବାଡରେ ପାଚେରୀ ତା ଚାରିକଡରେ କିଏ ନା କିଏ କିଛି ଲେଖୁଛି ଏବଂ ବହୁତ ଜିନିଷ ଲେଖା ହଉଛି, ଅସୁନ୍ଦର ଦିଶୁଛି। ଗାର୍ଡକୁ କହିଲା ଯେ କିପ୍ ୱାଚ୍ ଅନ୍ ଦେମ୍, ଯିଏ ଲେଖିବ ହୁଏଭର ଇଜ ରାଇଟିଂ ତା ପାଖକୁ ମତେ ତା ପାଖକୁ ନେଇ ଆସ ବୋଲିକି କହିଲେ। ତେବେ ଗୋଟେ ପିଲା କହିଲା ତାର ସାଙ୍ଗମାନଙ୍କୁ ଯେ ମୁଁ ଲେଖିବି, କିନ୍ତୁ ମୋର କିଛି ଅସୁବିଧା କରିବନି ଜମିଦାର। ଏବଂ ସେ ଗଲା, ସେ ଲେଖିଲା ଏବଂ ତାକୁ ଜମିଦାର ନେଇକି ଗଲା, ସରି ଚୌକିଦାର ଜମିଦାର ପାଖକୁ ଯେ ଇଏ ଲେଖୁଛି ଧରିକି। ତ ଜମିଦାର କହିଲା କଣ ଲେଖିଛି ଦେଖିବ। ସେ ଯେତେବେଳେ ଦେଖିଲେ କଣ ଲେଖିଛି, ସେ ବହୁତ ଖୁସି ହେଇଗଲେ ତା ଲେଖାଟି ଦେଖିକି, ତାକୁ ପୁରସ୍କାର ଦେଲେ। କିଏ କହିପାରିବ କଣ ସେ ଲେଖିଛି? କିଏ କହିପାରିବ? କ୍ଷୀରେଶ୍ୱରୀ ମାତାଜୀ। ଟିକେ ଭିଡିଓ ଅନ୍ କରନ୍ତୁ, ଏଇଟା କୁହନ୍ତୁ କଣ ଲେଖିଥିବ ବୋଲିକି ଅନୁମାନ କରିକି, ଯେ ଯାହା ଦ୍ଵାରା ସେ ପୁରସ୍କାର ପାଇଲା। କେହି ଏନିୱାନ୍? ଏନିୱାନ୍? ଠିକ ଅଛି, ତେବେ ମୁଁ କହିଦଉଛି ଯେ ସେ ଏହା ଲେଖିଛି ଯେ ଏଠି ଏ କାନ୍ଥରେ ଲେଖିବା ମନା, ଅର୍ଥାତ୍ ସେ ହି ଆଲାଇନ୍ଡ ୱିଥ ଜମିଦାର୍ସ ୱିଲ୍, ତା ଇଚ୍ଛା
ଜମିଦାର ଯାହା ଚାହୁଁଛନ୍ତି ସେ ସେୟା ହିଁ କରିଛି। ସେତି ଗୋଟେ ନାହିଁ, 3ଟା ଜାଗାରେ ଲେଖିଛି ସେଇଭଳିଆ। ତେଣୁ ଜମିଦାର ଖୁସି ହେଇଗଲେ ଏବଂ ତାକୁ ପୁରସ୍କାର ଦେଲେ। ତା ଅର୍ଥ ଆମକୁ ତାଙ୍କର ଇଚ୍ଛା ଅନୁସାରେ, ଭଗବାନଙ୍କର ଇଚ୍ଛା ଅନୁସାରେ କର୍ମ କରିବାକୁ ହବ। ଭଗବାନ କହୁଛନ୍ତି ଏଇ ହଉଛି ସ୍ମାର୍ଟ ୱାର୍କ, ଯଦି ମୋ ଇଚ୍ଛା ଅନୁସାରେ କର୍ମ କଲ ତାର ତମର ସ୍ୱାଧୀନତା ଆସ୍ତେ ଆସ୍ତେ ମୁଁ ବଢେଇ ଦେବି। ଆଉ ଯେତେ ସ୍ୱାଧୀନତା ବଢିବ ସେତେ ଆମେ ଖୁସି ହବା, ଆନନ୍ଦ ହବା। ଯେମିତି ମାନେ ଗାଈ ଯେମିତି, ଉଦାହରଣ ସ୍ୱରୂପ ଗାଈ ଯେମିତି ମାରଣା ଯଦି ଗାଈ ହେଇଥିବ ତାହେଲେ ତାକୁ କଣ କରୁଛି, ତାର ମାଲିକ ତାକୁ ବାନ୍ଧିକି ରଖୁଛି। ଏବଂ ଯଦି ସେ ଆସ୍ତେ ଆସ୍ତେ ମାନିବାକୁ ଚେଷ୍ଟା କରିବ ତାହେଲେ ତାର ଫିଟେଇବାକୁ ଚେଷ୍ଟା କରିବ, ତାକୁ ତା ଦୌଡ଼ିଟିକୁ ଟିକେ ବଢେଇବାକୁ ଚେଷ୍ଟା କରିବ, ତାର ପରିସର ବଢିବ। ତାହେଲେ ନହେଲେ କଣ ହବ ନା ସେ ଯେତେ ଅମାନିଆ ହେଇ ଯାଉଥିବ ତାର ଦୌଡ଼ିଟିକୁ ଖୁଣ୍ଟରୁ ସେ ଛୋଟ କରି କରି ଆଣୁଥିବ। ତାର ଅର୍ଥ ତାର ଯୋଉ ଚରିବାର ପରିସରଟାକୁ ସେ କମେଇ କମେଇ ଆଣୁଥିବ, ତାର ସ୍ୱାଧୀନତା କମି କମି ଯାଉଛି। କାହିଁକି ନା ଗାଈ ଇଜ ନଟ୍ ଆଲାଇନିଂ with the will of ମାଲିକ। ମାଲିକର ଯାହା ଇଚ୍ଛା, ମାଲିକ ଚାହୁଁଛି ମୋର ଇଏ ମାନିକି ଚାଲୁ ମୋ ଅନୁସାରେ। ସେମିତି ଭଗବାନ କହୁଛନ୍ତି ଯଦି ମୋ ଅନୁସାରେ ମାନିକି ଚାଲିଲ ତାହେଲେ ମୁଁ ସ୍ୱାଧୀନତା ବଢେଇବି। ଏଇଭଳି ଭଗବାନ କହୁଛନ୍ତି ଯେ ଇଏ ହଉଛି ଯୋଉ କର୍ମସୁ କୌଶଲମ୍, ଯୋଗ କର୍ମସୁ କୌଶଲମ୍, ଇଏ ହଉଛି ସ୍ମାର୍ଟ ୱାର୍କ। ତ ଏନିୱେ ଆମେ ଆଜି 50 ନମ୍ବର ଶ୍ଲୋକ ସାରିଲେ, ଆମେ ଏଇଠି ରହିବା। भरतराज श्रीमद् भगवद गीता की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण।